ସଙ୍ଗୀତ ରଖିଲେ ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର। ଏ ଜୀବନ ଏ ଶରୀର ସତରେ ଦୁର୍ଲଭ, ମିଳିବନି। ଥରେ ଗଲେ ଯେମିତି ହାଟୁଆ ହୁଡ଼ିଲେ ପାଳିଏ, ଆର ପାଳିକି ଭେଟ ହବ। ହାଟରେ ଯଦି କ'ଣ ଭୁଲ ହେଇଗଲା ଆର ପାଳିରେ ପାଇବ। ଗଉଡ଼ ହୁଡ଼ିଲେ ଓଳିଏ, ଗାଈ ଦୁହୁଁଥିବ, ଯଦି କ୍ଷୀର ହେଲାନି କ'ଣ ହେଲାନି ଆର ଓଳିରେ ସିଏ ଦୁହିଁବ। କିନ୍ତୁ ମଣିଷ ଯଦି ହୁଡ଼ିଯିବ ଗୋଟେ ଜୀବନ ପଳେଇବ। ଥରେ ହୁଡ଼ିଲେ ଗୋଟେ ଜୀବନ ପଳେଇବ, ଆଉ ମିଳିବନି। ଇଏ ସପ୍ତାହ ନୁହେଁ କି ପକ୍ଷ ନୁହେଁ କି ଓଳିଏ ନୁହେଁ, ପୁରା ଜୀବନଟା ନଷ୍ଟ ହେଇଯିବ। ତେଣୁ ସେ ଗୀତର ତାତ୍ପର୍ଯ୍ୟ ବୋଧେ ସେଇଆ ଥିଲା, ସଚେତନ ହୁଅ, ସଜାଗ ହୁଅ, କୋଉଥିପାଇଁ ଆସିଛ, ମନରେ ମନ ପକାଅ, ମନରେ ମନ ପକାଅ, କୋଉଥିପାଇଁ ଆସିଥିଲ। ଏ ଜୀବନ ଅସ୍ଥାୟୀ ଜାଣୁଛନ୍ତି, କିନ୍ତୁ ବାସ୍ତବରେ ଜାଣୁନାହାନ୍ତି ଅସ୍ଥାୟୀ ବୋଲି। ଖୁସି ଖୁସିରେ ଅନୁଭବ କରୁଛନ୍ତି ଜୀବନଟା ଅସ୍ଥାୟୀ। ହଁ, ଖାଉଛେ ପିଉଛେ ବୁଲୁଛେ ଖେଳୁଛେ ସର୍ଭିସ୍ କରୁଛେ। ପଣା ସଂକ୍ରାନ୍ତି କାଲି ଅଛି, ନୂଆ ବର୍ଷ ତ ଆରମ୍ଭ ହେଇଗଲାଣି। ଆଉ ଆମର ଓଡ଼ିଆ ନୂଆ ବର୍ଷ। ଆଜି ସେମିତି ସବଜେକ୍ଟ ମୁଁ ଆଣିନି। ହଁ ଜୟ ଜୟ। କାଲି ଆଜି ଯୋଉଟା ଛଡା ହେଇଛି ଆଜ୍ଞା, ଯୋଉ ମଣିଷର ମୃତ୍ୟୁ ପରେ ଯୋଉଟା ପ୍ରଥମ ଭାଗ ଛଡା ହେଇଛି, ଆଉ ସେଇଠି ଟିକେ କ୍ଲେଶ ରହିଯାଇଛି, ଆଉ ଟିକେ ଆଜି ଆଲୋଚନା କରିବେ କି? କୋଉଟା କ୍ଲେଶ ରହିଛି ଆଜ୍ଞା? ଏଇ ସୂକ୍ଷ୍ମ ଶରୀର ଆଉ କାରଣ ଶରୀର। ହଁ, ସୂକ୍ଷ୍ମ ଶରୀର ଆଉ କାରଣ, ସୂକ୍ଷ୍ମ ଶରୀର କଣ ଆଉ କାରଣ ଶରୀର କଣ, ଇଏ ଗୋଟେ ପ୍ରଶ୍ନ। ଆଉ ଦ୍ୱିତୀୟ ପ୍ରଶ୍ନ ମୁଁ ତ ସେଦିନ କରିଥିଲି, ସେ ପ୍ରଶ୍ନଟା ଟିକେ ଉତ୍ତର କରିବେ ଯେ ପକ୍ଷୀ ଜନ୍ମରୁ ମଣିଷ ଜନ୍ମ, ମଣିଷ ଯୋନିରେ ଜନ୍ମ ନବ। ଶେଷଟା ହଉଛି ପକ୍ଷୀ ଜନ୍ମରୁ ହୁଏତ ମଣିଷ ଜନ୍ମ ହେଇପାରେ ବୋଲି ଯୋଉଟା ପ୍ରଶ୍ନ କରିଥିଲି। ମୁଁ ତ କହିଲି, ମୁଁ ତ ସେଇଟା ମୋର କନଫ୍ୟୁଜ ଥିଲା, ମୁଁ ଆଗ ଦିନ ପ୍ରଶ୍ନ କରିଥିଲି, କିନ୍ତୁ ଆଲୋଚନା ହେଲାର ନାହିଁ। ଆଉ ମତେ ଟିକେ ବୁଝେଇଦେବେ, ମଣିଷ ଜନ୍ମଟା, ମଣିଷ ଯୋନିରେ ମଣିଷ ଜନ୍ମ ହବ, କିନ୍ତୁ ମଣିଷ ଆଉ ଇତର ଯୋନିରେ ଜନ୍ମ ହେବ ନାହିଁ। ମଣିଷ ହିଁ ମଣିଷ ଯୋନିରେ ଜନ୍ମ ନବ। ଦ୍ୱିତୀୟ କଥା, ଆପଣ କହିଲେ ଯେ ପଶୁଟିଏ, ପକ୍ଷୀଟିଏ, ସିଏ ଶେଷକୁ ହୁଏତ ମଣିଷ ଜନ୍ମ ହେଇପାରେ ବୋଲି ଯୋଉଟା କହିଲା, ଟିକେ କନଫ୍ୟୁଜନ ଟିକେ ରହିଛି, ସେଇଟାକୁ ଟିକେ ବୁଝେଇବେ ଯେ ମଣିଷ ପାଇଁ ଏଇ ଯୋଉ ସମ୍ବିଧାନ ଗୁଡାକ ସବୁ ତିଆରି ହେଇଛି, ମଣିଷ ସବୁ ଜାଣି ଶୁଣିକି ବି ମଧ୍ୟ ସବୁଗୁଡାକ ଭୁଲି ଯାଉଛି। ହୁଏତ ମଣିଷ ଜନ୍ମ ପାଇକି ସବୁ ଗୁଡାକ ଭୁଲି ଯାଉଛି, ଜାଣିପାରୁନି। ଆଉ ଗୋଟେ ପକ୍ଷୀ କେତେ ଜାଣିବ ଯେ ସିଏ ମାନେ ଉନ୍ନତି ସ୍ତରକୁ ଯିବ, ପଶୁରୁ ବା ପକ୍ଷୀରୁ କେମିତି ମଣିଷ ଯୋନିରେ ଜନ୍ମ ହବ? ଏଇଟା ଟିକେ ମତେ କନଫ୍ୟୁଜ ଅଛି, ତାକୁ ଟିକେ ବୁଝେଇବେ। ଦ୍ୱିତୀୟ କଥା ହଉଛି, ପ୍ରଥମ ପ୍ରଶ୍ନ କଲି ଯେ କାରଣ ଶରୀର ଆଉ ସୂକ୍ଷ୍ମ ଶରୀର ଆଉ କାରଣ ଶରୀର ଭିତରେ କଣ ତଫାତ ଅଛି? ଆପଣ ସୂକ୍ଷ୍ମ ଶରୀର ବିଷୟରେ ବହୁତ କିଛି କହିଛନ୍ତି, ଆଉ କାରଣ ଶରୀର ବିଷୟରେ ବି କହିଛନ୍ତି। ଆଉ ଟିକେ ଆଲୋଚନା କଲେ ଭଲ ହୁଅନ୍ତା ବୋଲି ମୁଁ ମତ ଦଉଛି। ହଉ ହଉ, ଧନ୍ୟବାଦ ପ୍ରଶ୍ନ ରଖିଥିବାରୁ ଜିଜ୍ଞାସା ବଶତଃ। ଆଉ ସେଇଟା ଆରଥରକ ଯଦି ଆଲୋଚନା କରିଥାନ୍ତେ, ମୂଳରୁ ପ୍ରଶ୍ନ ରଖିଥିଲେ ହୁଏତ ସେଇଥିରେ ଆଲୋଚନା ହେଇପାରିଥାନ୍ତା, ସେଇଟା ତ କଲେନି। ଆଉ ହଉ, ଆଜି ନହେଲେ ଆଲୋଚନା କରିବା, ଅବଶିଷ୍ଟ ଯାହା ଅଛି ସେ ବି ଗୋଟେ ଲଙ୍ଗ ପ୍ରୋସେସ୍। ଏଇ ଯେଉଁ
क्वेश्चन आंसर आमर ये सब्जेक्ट एटा हौ तेरे यहाँ ताले थर्ड एपिसोड हो पारे तृतीय भाग हो पारे आज जो आलोचनाटा मरला परे मनीषर अवस्थिति बा मरला परे मनीष को अवस्था रोचे आ केमिति मरुचे आउ जो तीनोटी अवस्था रही मनीषर स्थूल सूक्ष्म कारण ए विषय आज आलोचना करिबा दुई थर घंटे 1.5 घंटा लेखा आम आलोचना करिछे दुईटा एपिसोड सरी जाइछे एटा कहीं जिज्ञासा आसुची कि बारंबार कारण कौन जानते गोटे अज्ञात उपर जिज्ञासा बेसी सृष्टि हुए मरणटा ज्ञान तो नुहे ना मरीगला परे तुम्हें जान मरणटा एमती हो जिज्ञासा हो बहुत जन्मर ए जिज्ञासा निश्चिंत भाव अज्ञात उपर जिज्ञासा कारण आम ज्ञात परिसर नुहे आउ ए जाग्रत अवस्थार कथा नुहे समाधि जमती अज्ञात रोची सेमती मृत्यु मध्य अज्ञात जन्म मध्य अज्ञात जमती संजटा संध्याटा ना दिन ना राति प्रातः समय सूर्य उदय बेला सूर्य उदय हो न जो समयटा सी भी सेमती दुई दिन एवं रातिर संधिक्षण अवस्था संध्या मध्य से संध्या जा सकाळ से राति जाउथिबो दिन आसुथिबो पुणी दिन जाउथिबो राति आसुथिबो से जो डास्क समयटा संधिक्षण अवस्था जहाँ ये जन्म मृत्युर अवस्था से तुम्हें मृत्यु जीवंत को आश्चर्य से अवस्थाटा अज्ञात रही जाउछि तुमर मरी जाइथिल पुणी जन्म नौच से जो अवस्थाटा मातृगर्भ षठीर किछि दिन आउ सूक्ष्म स्थूल को आसबार जो पूर्व अवस्था मार गर्भ पूर्व अवस्थाटा किछि दिन अवस्थाटा ये से टाइप जिनसटा अज्ञान जन्मटा अज्ञात हो जाउछि मृत्युटा मध्य अज्ञात रखी दि जाए आत्मार प्रबंध अनुसार जदि जन्म को जानत मु पूर्वर या थी जन्म नेली ताहले निराश हो जाता सारा पृथ्वीटा कहीं किसी करते संध्या सेमती मृत्युटा जदि जानी तो मृत्यु पर मुझे रही ताहले तुमर भी जीवन निराश हो जाता किसी करते तेणु जन्म मृत्यु के एभली भाव सजे दिखाई एभली भाव प्रबंध रचना कर दिखाई जे तुम अज्ञात तुम्हें जापर से जिज्ञासा सृष्टि हो बारंबार जिज्ञासा सृष्टि हो मनरे भावना आसुची कल्पना आसुची मरीगला मु कौन हेबी कौटी जीवी सतरे जमदूत अच्छा कि नहीं मोर अवस्थान कौटी किए मत नब महाशून्य किए थे कि नहीं आ वास्तव में मु मरीगला मु रोची कि नहीं ये जो कल्पना जल्पना लागी रही जीवन भितर
ସେ ତୁମକୁ ଆଗ୍ରହ ସୃଷ୍ଟି କରିବ, ଜିଜ୍ଞାସା। ଆରପାରିର ଦୃଶ୍ୟ, ଆରପାରି ସେଇଟା। ତେଣୁ ହବ ହିଁ ହବ। ତେବେ ଯଦି ଆମେ ପ୍ରଶ୍ନ ରଖିବା ଯେ ଯେଉଁ କଥା ପୂର୍ବରୁ ଆଲୋଚନା କଲେ, ପ୍ରଶ୍ନ କଲେ ଯେ ମୁଁ କହିଛି ମନୁଷ୍ୟ ନିଚ ଜନିକ ଜୀବନ। ପିମ୍ପୁଡ଼ି, ମଣିଷଟା ପିମ୍ପୁଡ଼ି କେମିତି ହବ? ଦେଖନ୍ତୁ, କଳ୍ପନା କରନ୍ତୁ, ମଣିଷ ପିମ୍ପୁଡ଼ି କେମିତି ହବ? ମଣିଷର ଯେଉଁ ଦିମାଗଟା ପିମ୍ପୁଡ଼ି ଭିତରେ ପଶିଯିବ ଯେତେବେଳେ, ଇଏ ତ ସେଇ ସିମ୍ଟା ନା, ପିମ୍ପୁଡ଼ି ସିମ୍ ଭିତରେ ପଶିଯିବ, ପିମ୍ପୁଡ଼ି ଖୋଳ ଭିତରେ, ପିମ୍ପୁଡ଼ି ସେଟ୍ ଭିତରେ, ଏ ସିମ୍ କାମ କରିବ କି? ତୁମେ ଯେତେବେଳେ 3GB ବା ଯେଉଁ 5 ବର୍ତ୍ତମାନ ଆସିଲାଣି, 6 ଆସିବ, 7 ଆସିବ, ତୁମେ ଏ ସିମ୍ ଗୁଡ଼ା ଯଦି ଯେଉଁମାନେ ଚିପୁଛନ୍ତି ସୁଇଚ୍ ବାଲା ଇଏରେ ପୁରେଇଲେ ଚାଲିବ? ସ୍ମାର୍ଟଫୋନ୍ ସିମ୍ ଗୁଡ଼ା ଚାଲିବନି। ସ୍ମାର୍ଟଫୋନ୍ ସିମ୍ଟା ଅର୍ଡ଼ିନାରୀ ସେଟ୍ରେ ପଶିଲେ ଚାଲିବନି। ସେମିତି ତୁମେ ଯେଉଁ ଆକଳନ କରି ରଖିଥିଲ ବିଶ୍ୱ ବ୍ରହ୍ମାଣ୍ଡର ଜ୍ଞାନକୁ, ଏଇ ଜନ୍ମରେ ବୈଜ୍ଞାନିକ ତୁମେ ଗୋଟେ ଥିଲ, ତୁମେ ପିମ୍ପୁଡ଼ି ଜନ୍ମ ନେବ? ଏ ସମ୍ଭବ? ଚିନ୍ତା କଲ। ପିମ୍ପୁଡ଼ି ଜନ୍ମରେ ପିମ୍ପୁଡ଼ି ଖୋଳ ଭିତରେ ପଶିବ, କିଛି କାମ ଦେବନି ତୁମ ସିମ୍ ସେଟ୍। ସେଇଥିପାଇଁ ମୁଁ କହିଲି ଯେ ମଣିଷ ଗ୍ରେଡେସନ୍ ଚେଞ୍ଜ ହେଇଯିବ। ହେଡ଼ମାଷ୍ଟର ଅଛି, ପିଅନ ବି ହେଇପାରିବ, ନହେଲେ ଚାକିରି ନ ପାଇପାରେ, ଘାସ କାଟିବ। ଅସୁବିଧା କ'ଣ ଅଛି? କିଛି ନାହିଁ। ତମେ ଯଦି ଭୁଲ କର୍ମ କଲ ବା ନୀତି ନିୟମରେ ରହିଲନି, ତୁମକୁ ଚାକିରି ମିଳିଥିଲା, ହେଡ଼ମାଷ୍ଟର ପୋଷ୍ଟରେ ଥିଲ କି ଗୋଟେ ବଡ଼ ଅଫିସର ପୋଷ୍ଟରେ ଥିଲ, IAS ଥିଲ, ତୁମେ ଖରାପ କର୍ମ କଲ, ତୁମେ ହୁଏତ ଆର ଜନ୍ମରେ ସେ ପୋଷ୍ଟ ମିଳିବନି, ତୁମକୁ ଗ୍ରେଡ୍ ଚେଞ୍ଜ ହେଇଯିବ। ଲୋୟର ସର୍ଭିସ୍ ମିଳିବ କି ନ ମିଳିପାରେ, ଭିକ ମାଗିପାରେ। କିନ୍ତୁ ଏ ମଣିଷଟା କେମିତି ହବ ପିମ୍ପୁଡ଼ି? କେମିତି ଶାଗୁଣା ହବ? କେମିତି ହାତୀ ହବ? ବାଘ କେମିତି ହବ? ମଣିଷର ସ୍ୱଭାବ, ମଣିଷର କର୍ମଟା କେବେ ଏଇସବୁ ସମ୍ପୃକ୍ତ ନାହିଁ। ଝିଟିପିଟି ହବ, ଗଧ ହବ, ନା ଘୁଷୁଡ଼ି ହବ, ନା ଜୁଳଜୁଳିଆ ପୋକ ହବ? ତୁମେ କହିଲେ ଦେଖି, ମଣିଷ କେମିତି ହେଇପାରିବ? ହବନି, ଏଗୁଡ଼ା କେବେ ହବନି। କିନ୍ତୁ ଏଇଠି ଯେଉଁ ମୁଁ କହିଥିଲି ଯେ ପଶୁରୁ ମଣିଷ ସ୍ୱଭାବ ହେଇପାରେ, ମୁଁ ରିସର୍ଚ୍ଚରୁ କହୁଛି, ମୁଁ କୌଣସି ପୋଥି ଦେଖିକି କହୁନି ତୁମକୁ, ମୁଁ ବହୁତ ପ୍ରାମାଣିକ ତଥ୍ୟ ନେଇକିରି କହୁଛି। ଯେଉଁ ଚଢ଼େଇ କହୁଛନ୍ତି, ଯେଉଁ ପକ୍ଷୀ କହୁଛନ୍ତି ବା ଯେଉଁ ଜୀବଜନ୍ତୁ କହୁଛନ୍ତି, ସେମାନେ ବି ତୁମ ଭାଷାକୁ ଶୁଣିପାରନ୍ତି, ସେମାନେ ବି ତୁମ କଥାକୁ ଜାଣିପାରନ୍ତି, ସେମାନେ ବି କଥା କହିପାରନ୍ତି। ମୁଁ ଯେତିକି ରିସର୍ଚ୍ଚ କରିଛି, ଜାଣିଛି, ସେଥିପାଇଁ ଏଇ ପ୍ରଶ୍ନ ମୋ ମନ ଭିତରେ ଉଠିଲା। ଗୋଟିଏ ଚମଗାଦଡ଼ ଯେଉଁଟାକି ଚିମିଣିଆ, ସିଏ ବି ତାକୁ ବହୁତ ଶକ୍ତି ତାଙ୍କ ଭିତରେ ଅଛି, ଭାବ ବୁଝିପାରନ୍ତି, କଥା ବି କହିପାରନ୍ତି। ତେଣୁ ତାଙ୍କର ଯେଉଁ ଡେଭଲପମେଣ୍ଟ ହେଉଛି, ବ୍ରେନର ଡେଭଲପମେଣ୍ଟ ହେଲା, ଗୋଟିଏ ତାନ୍ତ୍ରିକ ଠାରୁ ଗୋଟିଏ
ଗୋଟିଏ ଉଦାହରଣ ଦେଲେ ଜାଣି ଗୋଟେ ତାନ୍ତ୍ରିକ ଠାରୁ ବହୁତ ପାୱାରଫୁଲ୍ ହେଉଛନ୍ତି ଏ ଯେଉଁ ଚିମିଣିଆ, ଯେଉଁମାନେ ଘରେ ରୁହନ୍ତି ଦେଖିଥିବେ, ଭଙ୍ଗା କାନ୍ଥ, ଦେବାଳୟ, ହାତରେ କାନ୍ଥକୁ ଚାପିକି ଧରିକି ରହିଯାଆନ୍ତି, ଲଟକି ଯାଆନ୍ତି, ଦେଖିଥିବେ, ଓଳିଥିବେ। ସେମାନଙ୍କୁ ତାନ୍ତ୍ରିକ ମାନେ ନେଇକରି ବିନିଯୋଗ କରନ୍ତି। ତାଙ୍କ ଶରୀରଟାକୁ ବଳି ଦେଇକରି ତାଙ୍କ ସୋଲ୍ଟା କାଢ଼ି ଦିଆଯାଏ। ସୋଲ୍ କାଢ଼ିକିରି ସେଇଟାକୁ ଏନର୍ଜେଟିକ୍ କରନ୍ତି, ଏନର୍ଜେଟିକ୍ କରିକି ଛାଡ଼ନ୍ତି ଅନ୍ୟ ଶରୀର ଭିତରେ ପ୍ରବେଶ। କାହିଁକିନା ସେମାନେ ବହୁତ କ୍ଷିପ୍ର ଗତିରେ ଉଡ଼ିପାରିବେ। ମୁଁ କହିଲି ଗୋଟେ ତାନ୍ତ୍ରିକ ପାଖ ଠାରୁ ଆହୁରି ବହୁତ ପାୱାରଫୁଲ୍ ହେଉଛନ୍ତି ସେମାନେ। ଆଉ ସେମାନେ ବି ତାନ୍ତ୍ରିକ ଭାଷା ବୁଝିପାରନ୍ତି। ମନ୍ତ୍ର ଉଚ୍ଚାରଣ କରି ତାଙ୍କୁ ବଳିଦାନ ଦେଇକରି ତାଙ୍କ ସୋଲ୍ଟା ଏତେ ପାୱାରଫୁଲ୍ ଜିନିଷଟା ଯୋଉଠି ନା ସେଇଠି ସେ ପ୍ରବେଶ କରିଯାଏ, ତାକୁ ଇସ୍ତେମାଲ କରନ୍ତି। ସେମିତି ପେଚା ମଧ୍ୟ ପାୱାରଫୁଲ୍। ସେମାନେ ତାଙ୍କ ବ୍ରେନ୍ଟା ଡେଭଲପ୍ ହେଇଛି, ସେ ବୁଝିପାରିବେ, ତୁମେ ଜଣେ କ'ଣ କହୁଛି ସେ ତ ବୁଝିପାରିବ ଏବଂ କାର୍ଯ୍ୟ ମଧ୍ୟ କରିପାରିବ। ତାମାନେ ମଣିଷ ସମାନ ହେଇଗଲାନି କି? ଆଉ ତ ସାରା ପଶୁ ପକ୍ଷୀ ଅଛନ୍ତି ସାରା ଜଗତରେ। ହାତୀକି କ'ଣ, ହାତୀକି ନେଇକି କିଏ କେଉଁଠି ସୋଲ୍ କାଢ଼ିକିରି ତାକୁ ଲଗେଇଲାଣି? ବାଘକୁ କିଏ ଲଗେଇଲାଣି? ଯେଉଁଠି ଯିଏ ଲାଗିପାରିବ, ଯେଉଁ କାଟେଗୋରୀରେ ଯେଉଁମାନେ ଅଛନ୍ତି ତାଙ୍କର ବ୍ରେନ୍କୁ ନେଇକି, ତାଙ୍କର ସୋଲ୍କୁ ନେଇକରି ସେମାନେ ଅନ୍ୟ ଜାଗାରେ ଲଗେଇକରି ସେମାନେ କାର୍ଯ୍ୟ ହାସଲ କରୁଛନ୍ତି। ଅତଏବ ପରବର୍ତ୍ତୀ ଷ୍ଟେଜ୍ରେ ବି ସିଏ ବି ମୁକ୍ତି ଚାହୁଁଛନ୍ତି। ଏଇଟା ମନେ ରଖନ୍ତୁ, ଯେଉଁ ସୋଲ୍ ଗୁଡ଼ା, ଯେଉଁ ପକ୍ଷୀ ପଶୁ ତାଙ୍କୁ ଲଗେଇ ଦିଆଗଲା, ସେମାନେ ବି ମୁକ୍ତି ଚାହୁଁଛନ୍ତି। ମୁକ୍ତି କିଏ ଚାହିଁବ? ମଣିଷ ଯେମିତି ମୁକ୍ତି ଚାହୁଁଛି, ସେମାନେ ବି ମୁକ୍ତି ଚାହୁଁଛନ୍ତି। ଯେ ଏ କାର୍ଯ୍ୟରୁ ଆମେ କେମିତି ଓହରିଯିବୁ, ଏ କାର୍ଯ୍ୟରୁ ଆମେ କରିବୁନୁ, ଗୋଟେ ଲୋକକୁ ମାରିବା ପାଇଁ ସେମାନେ ପ୍ରସ୍ତୁତ ହେଇଯାଉଛନ୍ତି। ଭାଷା ବୁଝୁଛନ୍ତି, ତାନ୍ତ୍ରିକ ମାନେ ଯାହା କରୁଛନ୍ତି ସେଇଟା ସେଠି କରୁଛନ୍ତି, ପ୍ରଭାବ ପକାଉଛି ତାପରେ। ତେଣୁ ସେମାନଙ୍କୁ ଯେତେବେଳେ କାଢ଼ି ଦିଆହେଉଛି, ସେମାନେ ତାନ୍ତ୍ରିକ ମାନେ ଯେତେବେଳେ କାଢ଼ିକିରି ନେଉଛନ୍ତି, ସିଏ ବି ଅପସନ୍ ଚାହୁଁଛନ୍ତି। ତେଣୁ କ'ଣ ଚାହୁଁଛନ୍ତି? ସିଏ ବି କହୁଛନ୍ତି ଆମେ ମୁକ୍ତି ଚାହୁଁଛୁ। ମୁଁ ପ୍ରାମାଣିକ ତଥ୍ୟ ଦେଉଛି, ନିଜେ ଯେଉଁଟା ଅନୁଭବ କରିଛି। ତେଣୁ ମୁଁ ତ ବହୁତ ଲୋକଙ୍କ ସହିତ ମିଶିଛି, ବହୁତ ତାନ୍ତ୍ରିକଙ୍କ ସହିତ ମିଶିଛି, ବହୁତ ଆଷ୍ଟ୍ରୋଲୋଜରଙ୍କ ସହିତ ମିଶିଛି, ବହୁତ ସାଇଣ୍ଟିଷ୍ଟ ଯିଏ ଅଛନ୍ତି ଆମର ବାୟୋଲୋଜି ବା କେମିଷ୍ଟ୍ରିର ବିଶାରଦ, ଆଉ ଆମର ପଦାର୍ଥ ବିଜ୍ଞାନ ଯେଉଁଟା, ତାଙ୍କ ସହିତ ମିଶିଛି। ଆମର ଯେଉଁ ଭୁଜଭୁଜିଆ ଖେଳ ଦେଖନ୍ତି ଯେ ଗାଁରେ ଆସିକି, ତାଙ୍କ ସହିତ ମିଶିଛି। ଆମର ଯେଉଁ ଅଛନ୍ତି ଥାର୍ଡ ଜେଣ୍ଡର କୁହାହେଉଛି, ତାଳି ବଜେଇକି ପଇସା ଆଦାୟ କରୁଛନ୍ତି, ତାଙ୍କ ସହିତ ମିଶିଛି, ତାଙ୍କ ସହିତ ବସିଛି, ତାଙ୍କୁ ବହୁତ ପ୍ରଶ୍ନ ପଚାରି ବୁଝିଛି। ମୁଁ ସେମିତି କହୁନି। ଯିଏ ଭିକ ମାଗୁଛି ତାଙ୍କ ସହିତ ମିଶିଛି, କେତେ ଭିକାରୀଙ୍କ ସହିତ ମିଶିଛି। ତାଙ୍କୁ ବସିକି ମୁଁ ପଚାରେ, ତାଙ୍କର ଭିତର ରହସ୍ୟ ବୁଝେ। କେତେବେଳେ କାହାକୁ ନେଇକରି କେଉଁ ଗଛ ପାଖରେ ବସିକି ମୁଁ ପଚାରେ, ତମେ କ'ଣ କରୁଛ, କେଉଁଠି ଆସିଲ, କ'ଣ କରୁଛ, କାହିଁ କଲ? ବୁଝିଲେ? ଯେଉଁମାନେ କାମ କରୁଛନ୍ତି, ବିଲ ବାଡ଼ିରେ କାମ କରୁଛନ୍ତି, ଆଦିବାସୀ ସମ୍ପ୍ରଦାୟ ବା ଯେଉଁମାନେ ଯେଉଁ କେଳା ସମ୍ପ୍ରଦାୟ ବା ଗଛ ମୂଳେ ରହୁଛନ୍ତି, ଯେଉଁମାନେ କାମ କରୁଛନ୍ତି, ତାଙ୍କ ସହିତ ମିଶିଛି, ବହୁତ ମିଶିଛି। ଆଉ ବହୁତ ହାଇ ଷ୍ଟାଟସରେ ଯେଉଁମାନେ ଅଛନ୍ତି, ଉଚ୍ଚ ଶ୍ରେଣୀର ଜ୍ଞାନୀ, ମାନେ ଓଡ଼ିଶାର ନଲେଜ କଥା ମୁଁ କହୁନି, ସର୍ବଶ୍ରେଷ୍ଠ ନଲେଜ ଯେଉଁମାନଙ୍କ ପାଖରେ ଅଛି, ସବୁ ଜ୍ଞାନ ଅଛି, ତାଙ୍କୁ ମଧ୍ୟ
ଭେଟିଛି। ସବୁ ମୁଖସ୍ଥ କରିଥିବା ଭାଗବତର ପଙ୍କ୍ତିକି ଯେଉଁମାନେ ଘୋଷିକି ରଖିଛନ୍ତି ତାଙ୍କୁ ମଧ୍ୟ ମୁଁ ଭେଟିଛି। ଗୀତାର ବିଶାରଦ ଯେଉଁମାନେ ଗୀତାର ସବୁ ଶ୍ଲୋକ ମନେ ରଖିଛନ୍ତି ତାଙ୍କୁ ମଧ୍ୟ ଭେଟିଛି। ଅନେକ ବିଦ୍ୱାନମାନଙ୍କୁ ଭେଟିଛି। ମୋର କାମ ହେଉଛି ରିସର୍ଚ୍ଚ କରିବା, ତାଙ୍କ ପାଖରୁ ଗ୍ରହଣ କରିବା କ'ଣ କ'ଣ ଭଲ ଜିନିଷ ଅଛି ମୁଁ ଗ୍ରହଣ କରେ। ସେ ଭିକାରୀ ହଉ, କୋଟିପତି ହଉ, ମୂର୍ଖ ହଉ, ବହୁତ ଚାଲାକି ଲୋକଙ୍କ ସହିତ ମିଶିଛି, ବହୁତ ରାଜନୀତି ବାଲାଙ୍କ ସହିତ ମିଶିଛି, ଆଉ ବହୁତ ସାଧୁସନ୍ଥଙ୍କୁ ନେଇକିରି ମୁଁ ରଖିକିରି ସେ ପାହାଡ଼ ଉପରେ ବା ଆମ ଘରକୁ ଡାକିକିରି ବା କୌଣସି ଜାଗାକୁ ଯାଇକରି ମୁଁ ଆଣିକିରି ବସେଇ ତାଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରିକି ମଧ୍ୟ ମୁଁ ଜିଜ୍ଞାସା କରେ। ସେତେବେଳେ ବିଫୋର୍ ମୁନି ସମାଜ କଥା ମୁଁ କହୁଛି, ମୁନି ସମାଜ ପୂର୍ବରୁ ଅନେକ ଡକ୍ଟରଙ୍କ ସହିତ ମୁଁ ମିଶିଛି। ତାଙ୍କ ସହିତ ଘଣ୍ଟେ ଘଣ୍ଟେ ଆଲୋଚନା କରିଛି। ଏଇ ଶରୀର ତତ୍ତ୍ୱ କେମିତି ମେକାନିଜିମ୍ ହେଉଛି, କେମିତି କ'ଣ ପ୍ରଭାବ ପଡ଼ୁଛି ଶରୀର ଉପରେ, କେଉଁ ପାର୍ଟସଟା କ'ଣ ରହୁଛି। ମୁଁ ତ ଜ୍ଞାନ କମ୍ ଥିଲା ନା, ଡକ୍ଟରମାନଙ୍କୁ ଡାକିକିରି ମଧ୍ୟ ତାଙ୍କ ଘରକୁ ଯାଇଛି କେତେ ଥର, କେତେ ଡକ୍ଟରଙ୍କୁ ଭେଟିଛି। ବହୁତ କ୍ଲୋଜ୍ ମୋ ସହିତ ସେ ଡକ୍ଟରମାନେ। ଆଉ ଆମର ତ ଏଇଠି ଡକ୍ଟର ବହୁତ ଏଇଠି ଆଡ଼ମିସନ୍ ନେଇଛନ୍ତି ମୋ ପାଖରେ, ତାଙ୍କ ସହିତ ବି ବହୁତ ବାର୍ତ୍ତାଳାପ ହୁଏ। ପିଜି ଷ୍ଟୁଡେଣ୍ଟ 2-3 ଜଣ ଆଡ଼ମିସନ୍ ନେଇଛନ୍ତି ମୋ ପାଖରେ, ତାଙ୍କୁ ସାଇନ୍ସ କଥା ମୁଁ ପଚାରେ। ଆଉ ବେଶୀ ଇଣ୍ଟରେଷ୍ଟ କ'ଣ ନା, ମୁଁ ମେଡ଼ିକାଲ ଭିତରକୁ ଯାଏ, ମେଡ଼ିକାଲର ସବୁ ଡିପାର୍ଟମେଣ୍ଟ ଭିତରକୁ ଯାଇକି ଦେଖେ କେଉଁ ରୋଗୀ କେମିତି କେଉଁ ଅବସ୍ଥାରେ ଅଛି। ମୋର ହବି ଏଇଟା ହେଲା। ମୁଁ କଲେଜକୁ ଆସିଲା ପୂର୍ବରୁ ସେଇ ବାଟ ଦେଇକି ଆମେ କଲେଜକୁ ଆସୁ ରେଭେନ୍ସାକୁ। ମୁଁ ତ ମଙ୍ଗଳାବାଗ ସାଇଡ଼ରେ ରହୁଥିଲି, ସେ କ୍ୟାନ୍ସର ୱାର୍ଡ଼ ପଛପଟେ, ସେପଟେ ସାଇକେଲ ଧରିକିରି ଆସେ। ବହୁତ ଲିଜର ସମୟ ମିଳେ, ମୁଁ ମେଡ଼ିକାଲ ଭିତରେ ପଶିକିରି ଆସେ। ସବୁ ଗୋଟେ ୱାର୍ଡ଼ ଭିତରେ ପଶିକିରି ପର୍ଟିକୁଲାର ଗୋଟେ ପେସେଣ୍ଟକୁ ମୁଁ ଭେଟେ ରିସର୍ଚ୍ଚ ପାଇଁ, ଜାଣିବା ପାଇଁ। ତେଣୁ ମୁଁ ଜ୍ଞାନରେ କହୁଛି, ଯେଉଁ କଥା କହୁଛି ମୁଁ ରିସର୍ଚ୍ଚରେ କହୁଛି, ପ୍ରତ୍ୟକ୍ଷ ପ୍ରମାଣ ନେଇକରି କହୁଛି। ଯେଉଁ ପକ୍ଷୀମାନଙ୍କ କଥା କହିଲି ପ୍ରତ୍ୟକ୍ଷ ପ୍ରମାଣ ମୋ ଆଖିରେ ଦେଖିଛି, ଶୁଣିଛି। ସେଥିପାଇଁ ଏ ଅପସନ୍ ମୁଁ ରଖିଲି କହିବା ପାଇଁ, ନହେଲେ ମୁଁ ଯେଉଁଟା ଜାଣିନି କହିବା ବହୁତ କଷ୍ଟ ହୁଏ। ସେଥିପାଇଁ କହୁଛି ମଣିଷରୁ ଯଦି ଆମେ ରିସର୍ଚ୍ଚ କରିବା, ରିସର୍ଚ୍ଚ କଲେ ଜଣାପଡ଼ିବ ମଣିଷରୁ ପକ୍ଷୀକି ଆସୁନି ନାହିଁ। ଗୋଟେ ଜୀବ ତା ପଛରେ ତୁମେ ଗୋଡ଼େଇବାକୁ ପଡ଼ିବ। ଗୋଟେ ମଣିଷ ମରିଗଲା, ତାକୁ ଦେଖିବ କୁଆଡ଼େ ଯାଉଛି, କେତେ ଦିନ ଦେଖିବ ଚିନ୍ତା କରନ୍ତୁ। ହେଇ ତ ମାମୁଁକୁ ଆମେ ଦେଖି ଦେଖିକି ପଳେଇଲେ କୁଆଡ଼େ, ଆଉ ପତା ନାହିଁ। ଯେତିକି ଦିନ ଥିଲେ କଥା ହେଉଥିଲେ, ଯୁଆଡ଼େ ଗଲେ ବି ପତା ଲଗେଇଲେ ମିଳିବେନି କାହିଁ ମିଳିବେ। କିନ୍ତୁ ତୁମେ ସେତିକି ସମୟ ତାଙ୍କ ସହିତ ଗୋଟିଏ ପଏଣ୍ଟ ପାଇଁ, ଗୋଟିଏ କୋଶ୍ଚିନ୍ର ଆନ୍ସର ପାଇଁ ତମ ଜୀବନ ସାରା ବିତେଇ ଦେବ କି? ବିତିବନି, ଜୀବନ ପଳେଇବ। ହୁଏତ ଗୋଟିଏ ଉତ୍ତର ପାଇଁ ଶେଷ ହେଇଯିବ ତମର ଲାଇଫଟା। ତେଣୁ ମୁଁ ଏତିକି ଦାବିଦାର ଦେଇକରି କହିପାରିବି ନିଜ ପ୍ରତ୍ୟକ୍ଷ ଅନୁଭୂତିରେ ଯେ ଚଢ଼େଇ ବା ପକ୍ଷୀରୁ ଡେଭଲପ୍ ହେଇକରି, ମାଇଣ୍ଡ ଡେଭଲପ୍ ହେଇକରି, ସେ ଯେଉଁ କହୁଛନ୍ତି ତ 84 ଯୋନି ଅଛି, 84 ଯୋନି ପରେ ଶେଷରେ ମଣିଷ ପ୍ରାପ୍ତ ହେଉଛି, ଶାସ୍ତ୍ର କହୁଛି। ମୁଁ ସେଗୁଡ଼ା ଯାଉନି। 84 ଯୋନି ଦେଖିଲା ବେଳକୁ ତମେ ତ ଯୁଗ ପଳେଇ ଯାଇଥିବ। କି ଯୋନିରେ ପ୍ରବେଶ କଲା, ପୁଣି କ'ଣ ହେଲା, କେତେ ଡେଭଲପ୍ ହେଇକରି କେଉଁଠି ପହଞ୍ଚିଲା। ଆମେ ଗୋଟିଏକୁ ଦେଖିଲେ ବି ଜଣାପଡ଼ିବ, ଗୋଟିଏକୁ ରିସର୍ଚ୍ଚ କଲେ ବି ଜଣାପଡ଼ିବ। ତେଣୁ ମୁଁ ଡେଫିନେଟଲି କହିବି, ମୋର ଯେତିକି ଜ୍ଞାତ ଅବସ୍ଥାରେ ପକ୍ଷୀ ମଣିଷ ହେଇପାରିବ। ପକ୍ଷୀ ଯେତେବେଳେ ଡେଭଲପ୍ ହେବ, ତାର ବ୍ରେନ୍ ଡେଭଲପ୍ ହେବ, ସେ ମଣିଷ ଅବସ୍ଥାକୁ ଯାଇପାରିବ। ଯଦି ମୁକ୍ତି ଚାହୁଁଛି ଗୋଟେ ପକ୍ଷୀ,
ମୁକ୍ତି କେମିତି ଚାହୁଁଛି? ମୁକ୍ତି କ'ଣ ତାର ଦରକାର କୁହନ୍ତୁ ତ? ତାକୁ ଡେଭଲପ୍ ହେଇଛି କି ନାହିଁ ତା ବ୍ରେନ୍? ଗୋଟେ ପକ୍ଷୀର ସୋଲ୍ଟା କେତେ ଏନର୍ଜେଟିକ୍, କେତେ ଶକ୍ତିଶାଳୀ, ସୂକ୍ଷ୍ମାତି ସୂକ୍ଷ୍ମ ହେଇକି ସବୁ କିଛି କରିପାରୁଛି। ଆହୁରି ବହୁତ ପ୍ରାମାଣିକ ତଥ୍ୟ ଅଛି, କହିବା କେତେବେଳେ ଦିନେ ବିସ୍ତୃତ ଆଲୋଚନା ଭିତରେ ହୁଏତ ଆମେ ତାକୁ ଆଣିପାରିବା। 84 ଜନି କଥା ଆମେ ଯଦି ଆଲୋଚନା କରିବା ତା ଭିତରେ ଏଗୁଡ଼ା ସବୁ ଆସିବ। ତେବେ ଏତିକି କନଫର୍ମ ହୁଅନ୍ତୁ, ପକ୍ଷୀରୁ ମଣିଷ ହେଇପାରିବ, କିନ୍ତୁ ମଣିଷ ପକ୍ଷୀ ହେବ। ମଣିଷ ପିମ୍ପୁଡ଼ି କେବେ ହେବନି, ମଣିଷ କେବେ ଗଧ ହେବନି। ମଣିଷର ଗ୍ରେଡ୍ ଚେଞ୍ଜ ହେଇଯିବ, ତାର ଯେଉଁ ପୋଜିସନ୍ ଚେଞ୍ଜ ହେଇପାରେ। ଦେଖନ୍ତୁ ରାସ୍ତା କଡ଼ରେ କେଡ଼େ କେଡ଼େ ଲୋକ ଗୁଡ଼ା ସବୁ କାର ହାତ କଟି ଯାଇଥିବ, ଗୋଡ଼ କଟି ଯାଇଥିବ, ପଙ୍ଗୁ ହେଇକିରି ବସିକିରି ସବୁ ଭିକ୍ଷା ମାଗୁଥିବେ। କାରଣ କ'ଣ? ତାଙ୍କର କର୍ମଫଳ। କେତେ କେତେ ଲୋକଙ୍କୁ ମାରିଛନ୍ତି, ଏଇ ତାନ୍ତ୍ରିକ ମାନେ କେତେ କେତେ ଲୋକଙ୍କୁ ହଇରାଣ କରୁଛନ୍ତି, ମାରୁଛନ୍ତି, କାହାର ଘର ଧ୍ୱଂସ କରିଦେଉଛନ୍ତି। ସେମାନେ କ'ଣ ଭୋଗିବେ ନା ନାହିଁ? ତାଙ୍କର କର୍ମଟାକୁ ସେ ଭୋଗିବେ କି ନାହିଁ? ସେଇ ମଣିଷ ଅବସ୍ଥାରେ ଭୋଗିବେ ନା ନାହିଁ? ଧରାଯାଉ ତୁମେ ଜଣେ ତାନ୍ତ୍ରିକ, ତୁମେ 20 ଲୋକଙ୍କୁ ମାରିଦେଇଛ, 20 ବଂଶ ବୁଡ଼େଇ ଦେଇଛ, ତୁମେ ପୁମ୍ପୁଡ଼ି ଜନ୍ମ ଦିଆଗଲା। ତାପରେ ପୁମ୍ପୁଡ଼ିକି ତ ଜଣେ ଗୋଟା ଗୋଇଠିରେ ଦଳିଦେଲେ ହଜାର ହଜାର ପୁମ୍ପୁଡ଼ି ମରିଯାଉଛି। ତମେ କ'ଣ କର୍ମଫଳ ଭୋଗିବ ସେଠି? ତମେ ତ ଜାଣିପାରିଲ କି ମୁଁ ତାନ୍ତ୍ରିକ ଥିଲି ବୋଲି। ବରଂ ମଣିଷ ଜନ୍ମ ନେଲେ ମଣିଷର ସ୍ୱଭାବ ସେ ବିଚାର, ଦେଖ ତୁମେ ବି ମଧ୍ୟ ବିଚାର କରୁଥିବ ଏବେ ମୁଁ କେଉଁଠି ଭୁଲ କରିଛି କି। ସେମିତି ତୁମେ ସତ୍ସଙ୍ଗରେ ବସିଛ, ଏଇଟା ଭଲ ବୋଲି ଅନୁମାନ କରିକିରି ଏଠି ବସିଛ। ଆଠୁ ସର୍ବଶ୍ରେଷ୍ଠ ଜିନିଷ କିଛି ନାହିଁ। ତେଣୁ ତୁମ ଜ୍ଞାନ ଭିତରେ ଆସୁଛି, ମରିଗଲା ପରେ ତୁମର ସେଇ ଜ୍ଞାନ ନେଇକି ତୁମେ ଆସିବ, ହେ ମଣିଷ ଜନ୍ମ ନେବ। ମଣିଷ ଜନ୍ମ ନେଲା ପରେ ତୁମେ ଅନୁଭବ କରିବ, ତୁମର ଜ୍ଞାନର ପରିବର୍ତ୍ତନ ହେଇଯିବ, ବା ବିବେକର ପରିବର୍ତ୍ତନ ଯେତେବେଳେ ହେଇଗଲା, ବିବେକ ଅନୁମୋଦିତ କାମ କଲ, ତୁମେ ନିଜକୁ ସୁଧାର ହେଇଯିବ, ସୁଧାର କରି ନେଇଯିବ, ତୁମେ ପରିବର୍ତ୍ତନ ହେବ ନିଶ୍ଚିନ୍ତ। ଏ ମଣିଷରେ ପରିବର୍ତ୍ତନ ହେବ, ଶିକ୍ଷା ପାଇବ, ଦୀକ୍ଷା ପାଇବ। କିନ୍ତୁ ସେ ଗୋଟେ ପ୍ରଶ୍ନ ରଖିଥିଲା ଯେ ପକ୍ଷୀ କେମିତି, ଆମେ ତ ସତ୍ସଙ୍ଗରେ ରହିକିରି ଡେଭଲପ୍ ହେଇପାରୁନୁ, ପକ୍ଷୀ କେମିତି ଡେଭଲପ୍ ହେବ? ପକ୍ଷୀ ଡେଭଲପ୍ ସତ୍ସଙ୍ଗ ନ ଶୁଣୁ, ପକ୍ଷୀ ସତ୍ସଙ୍ଗ କ'ଣ ଯିଏ ଶୁଣିବ ସେ ମଣିଷ ଜନ୍ମ ନେବ? ତାର ସଂସ୍କାର, ତାର ଯେଉଁ ସଂସ୍କାର ରହିଛି, ସଂସ୍କାର ମାନେ ସେ ଯେଉଁ ବ୍ରେନ୍ର ଆଚିଭମେଣ୍ଟ ରହୁଛି, ବ୍ରେନ୍ର ଡେଭଲପମେଣ୍ଟ ହେଉଛି, ସେଇ ଅନୁସାରେ ହୁଏତ କେଉଁଠି ଜନ୍ମ ନେବ। ସତ୍ସଙ୍ଗରେ ବସିଲେ ଯେ ତୁମେ ମଣିଷ ଜନ୍ମ ନେଇଯିବ ତା ନୁହେଁ, ତା ନୁହେଁ। କୁକୁରକୁ ଯେମିତି ଘ୍ରାଣ ଶକ୍ତି ଦିଆହେଇଛି, ଚୋରକୁ ଧରୁଛି, ଶୁଙ୍ଗି ଶୁଙ୍ଗି ଧରୁଛି, ତୁମେ କ'ଣ ଶୁଙ୍ଗିକି ଧରିପାରିବ? ତୁମେ କୌଣସି ଚୋରର କପଡ଼ା ଧରି, କପଡ଼ାକୁ ଶୁଙ୍ଗିକିରି, ପୋଲିସ ହୁଅନ୍ତୁ, ଯେତେ ବଡ଼ ବଡ଼ ଅଫିସର ହୁଅନ୍ତୁ, ସେମାନେ କ'ଣ ଶୁଙ୍ଗିକିରି ଯାଇକିରି ଚୋରକୁ ଧରିପାରିବେ? କୁକୁରର ଅଛି ସେ ଶକ୍ତି। ଇଏ ସବୁ ଡେଷ୍ଟିନିର ପ୍ରକଳ୍ପ। ଡେଷ୍ଟିନି ତିଆରି କରିଛି ତାଙ୍କୁ, ସେମିତି ଘ୍ରାଣ ଶକ୍ତି ଦିଆହେଇଛି। ତେଣୁ ବହୁତ ଭିତର ରହସ୍ୟ ଇଏ। ତୁମେ ଭାବୁଛ ଗୋଟିଏ ସତ୍ସଙ୍ଗରେ ସବୁ ସମାଧାନ ହେଇଯିବ, ତା ନା, କେବେ ସମ୍ଭବ ନୁହେଁ। ଏଇଟା ଆର ଅଛି, ଆର ବହୁତ ଜିନିଷ ଜାଣିବାର ଅଛି। କିନ୍ତୁ କିଏ ଜାଣିବ? ଯିଏ ଜିଜ୍ଞାସୁ ହବ। ଜିଜ୍ଞାସୁ ନହେଲେ ଜାଣିପାରିବନି। ଏଇଠି ଗୋଟେ ମନେ ପଡ଼ୁନି ସେ କଥାଟା,
ମଣିଷ ବି ବେଳେବେଳେ କ'ଣ ହେଉଛି ନା ତାଙ୍କ ବ୍ରେନ୍କୁ ଆଉଟ୍ କରିଦିଆହେଉଛି। କୌଣସି ମନ୍ତ୍ର, କୌଣସି ତନ୍ତ୍ର କି କୌଣସି ଟେକ୍ନିକରେ ଗୋଟିଏ ମଣିଷ ଆଉ ଗୋଟିଏ ମଣିଷ ଉପରେ ପ୍ରଭାବ ବିସ୍ତାର କରୁଛି ତା ଶକ୍ତି ନେଇକି, ତାକୁ ପରିବର୍ତ୍ତନ କରିଦିଆହେଉଛି। ସମ୍ପୂର୍ଣ୍ଣ ଓଲଟା କହୁଛି ସେ। ଆମେ ଯଦି ଦେଖିବା ଏ ଭଲ ପାଇବା କେସ୍ରେ ଅଧିକାଂଶ ଲୋକ ଗୋଟେ ଝିଅର ଇଚ୍ଛା ନାହିଁ ତାକୁ ବିବାହ କରିବା ପାଇଁ, ଯେତେବେଳେ ପୁଅ କୌଣସି ତନ୍ତ୍ର ପ୍ରୟୋଗ କରୁଛି ଏ ଝିଅ ରାଜି ହେଇଯାଉଛି ବିବାହ ପାଇଁ। ମୁଁ ପ୍ରତ୍ୟକ୍ଷ ଅନୁଭୂତି କଥା କହୁଛି। ସେ ଝିଅକୁ ମୁଁ ପଚାରିଲି, ମୁଁ କହିଲି ତୁମେ କ'ଣ କାହିଁ ବିବାହ କରିବ? ସେଠି ତମେ ତ ସିଲେକ୍ଟେଡ଼ ନୁହେଁ, ସେ ତ ତୁମ ଗ୍ରେଡ଼ର ନୁହେଁ, ତୁମେ ତ ଏତେ ଟଙ୍କା ପାଉଛ, ତମେ କେମିତି ସେ ଝିଅ ପୁଅଟାକୁ ଭଲ ପାଉଛ? ନା ନାଇଁ, ମୁଁ ସେୟାକୁ ଭଲ ପାଇବି, ମୁଁ ତ ଭଲ ପାଉଛି, ବିବାହ ହେବି। ପୁଣି ପରିବର୍ତ୍ତନ କରିଦିଆଗଲା। ପରିବର୍ତ୍ତନ କଲା ପରେ ସେ କହୁଛି ନାଇଁ ମୁଁ ବିବାହ ହେବିନି। ଯେଉଁ ଝିଅ କହୁଥିଲା ମୁଁ ବିବାହ ହେବି ତନ୍ତ୍ର ବଳରେ, ସେ ତନ୍ତ୍ରକୁ କାଟି ଦିଆଗଲା। ମନେ କରନ୍ତୁ ତାଙ୍କ ଘର ସେ ତନ୍ତ୍ରକୁ କାଟିଦେଲା ପରେ ସେ ଝିଅ ନର୍ମାଲ ହେଇଗଲା। ପୁଣି ଆଜି ଝିଅ ଠିକ୍ ଅଛି, ନାଇଁ ମୁଁ ବିବାହ ହେବିନି। ଏଇଟା କେମିତି ହେଉଛି? ମୁଁ 2 ଘଣ୍ଟା ଏଠି ପଚାରିଲି, ଗୋଟେ ଆସିଥିଲେ ସେଇ କେସ୍ ନେଇକି, ତ 2 ଘଣ୍ଟା ବସି ପଚାରିଲି ଡିଟେଲ୍ସ। ଯେତେ ପ୍ରକାର କହିଲେ ବି ସେ କହିଲା ନାଇଁ ମୁଁ ସେଇଠି ବିବାହ ହେବି। ତାହେଲେ ମାନସିକ ସ୍ଥିତି, ଏଭଳି ମନ୍ତ୍ର ଅଛି, ଏଭଳି ତାନ୍ତ୍ରିକ କ୍ରିୟା ଅଛି, ତୁମକୁ ଖୋଇକିରି ହଉ ବା ତୁମକୁ ବଶୀଭୂତ କରିକିରି ହଉ, ବଶୀକରଣ ମନ୍ତ୍ର କରିକିରି ହଉ, ତୁମକୁ ମୋଟିଭେଟେଡ଼ କରି ନେଇଯିବେ। ପୁଣି ସେଇଟା କାଟିଦେଲା ପରେ ପୁଣି ଆଜି ଯିବ, ତୁମେ ସେଇ ସ୍ତରକୁ ପଳେଇ ଆସିବ। ଏ ପ୍ରତ୍ୟକ୍ଷ ଅନୁଭୂତି କଥା ମୁଁ କହୁଛି। ଏମିତି ବହୁତ କେସ୍ ମୁଁ ଦେଖିଛି। ଏଇଠିକି ଆସିଛନ୍ତି ବହୁତ କେସ୍ ନେଇକି ଆସିଛନ୍ତି। ଆମେ ଦେଖୁଛୁ ରିସର୍ଚ୍ଚ ମାଇଣ୍ଡରେ। ମୁଁ ଯେଉଁ କହିଲି, ମୁଁ ଏଇଟା ବି ଭୁଲି ଯାଇଥିଲି, କେତେ ପେସେଣ୍ଟ ସହିତ ଆମେ ଡିଲ୍ କରୁଛୁ। ତାଙ୍କର ଭାଷା ବୁଝୁଛୁ, ତାଙ୍କର ଆବେଦନ ଶୁଣୁଛୁ, ତାଙ୍କର ହିଷ୍ଟ୍ରି ଶୁଣୁଛୁ, ରୋଗର ଉତ୍ପତ୍ତି କଥା କେଉଁଠୁ ଆସିଲା, ଶରୀରରେ ପ୍ରତିଫଳନ ହେଉଛି, କିନ୍ତୁ ରୋଗଟା କେଉଁଠି ଅଛି ସେଇଟାକି ରିସର୍ଚ୍ଚ କରାହେଉଛି। ଆକ୍ଚୁଆଲି ରୋଗଟା ମନ ଭିତରେ ଅଛି, ତୁମ ଭାବନାରେ ଅଛି। ସେ ସ୍ତରକୁ ଯିବାକୁ ପଡ଼ୁଛି। ତାଙ୍କୁ ପଚାରି ଗଲା ପରେ ଜଣାପଡ଼ୁଛି ହଁ ରୋଗଟା ସେଠୁ ସୃଷ୍ଟି ହେଉଛି, ଇରାଡିକେସନ୍ ସେଠି ହେଉଛି। ମାନସିକ ସ୍ଥିତି ପରିବର୍ତ୍ତନ କଲେ ରୋଗ ପରିବର୍ତ୍ତନ ହେଇଯାଉଛି। ଇଏ ଗୋଟେ ରିସର୍ଚ୍ଚ ଜିନିଷ, ଇଏ ଗୋଟେ ବିରାଟ ରିସର୍ଚ୍ଚ, ଆମ ପାଇଁ ଗୋଟେ ବିରାଟ ରିସର୍ଚ୍ଚ। ଇଏ ଶରୀରରେ ପ୍ରତିଫଳନ ଅବସ୍ଥାଟା ହେଉଛି ରୋଗ ଆମେ କହୁଛେ, କିନ୍ତୁ ଉତ୍ପତ୍ତି କେଉଁଠି? ଉତ୍ପତ୍ତି ସେଠି ନାହିଁ। ଉତ୍ପତ୍ତି ହୁଏତ ଏ ଜନ୍ମରେ ହେଇପାରେ କି ପୂର୍ବ ଜନ୍ମରେ ହେଇପାରେ। ଉତ୍ପତ୍ତି ତୁମ ମନ ସହିତ ରହିଛି। ରୋଗର ଉତ୍ପତ୍ତିଟା ମନରେ ରହିଛି। ତେଣୁ ମନ ପରିବର୍ତ୍ତନ ହେଇଗଲେ, ମନ ସେ ଜାଗାକୁ, ସେଇ ସ୍ତରର ଜ୍ଞାନକୁ ଯେତେବେଳେ ଲିଭେଇ ଦେବ ମନ ଭିତରୁ, ରୋଗ ଲିଭିଯିବ। କେଉଁ ସୁଇଚ୍ଟା ମାରିଲେ କେଉଁ ଘରର ବଲ୍ବ ଜଳିବ? ସବୁ ଘରର ସୁଇଚ୍ ମାରିବ, କିନ୍ତୁ ଯେଉଁ ଘରର ସୁଇଚ୍ ବଲ୍ବଟା ଦରକାର ସେଇଟା ମାରୁନଥିବ, ସେ ବଲ୍ବ କେମିତି ଜଳିବ? ସେମିତି ଏ ରୋଗ କେମିତି ଭଲ ହେବ? ଯେତେବେଳେ ସେଇ ସୁଇଚ୍କି ତୁମେ ଧରିବ, ରୋଗ ଭଲ ହେବ। ଜଣେ ସାଧନ ନ କରିକି ଭଲ ହେଉଛନ୍ତି। କେମିତି ଭଲ ହେଉଛନ୍ତି? କେବଳ ଜ୍ଞାନର ପରିବର୍ତ୍ତନ ହେଇଗଲା, ମନକୁ ପରିବର୍ତ୍ତନ କରିଦେଲେ, ଠିକ୍ ହେଇଗଲା। ତାପରେ ସାଧନ କିଛି ନାହିଁ। ପ୍ରତି ମୁହୂର୍ତ୍ତରେ ଚେଞ୍ଜ ହେଉଛି ତୁମ ଭାବନା, ପ୍ରତି ମୁହୂର୍ତ୍ତରେ ରୋଗ ମଧ୍ୟ ଚେଞ୍ଜ ହେବ। ତୁମ ଭାବନାରେ ସୃଷ୍ଟି ହେଇଛି ରୋଗ, ତୁମ ଭାବନାରେ ମଧ୍ୟ ଲୁପ୍ତ ହେଇଯିବ ସେ ରୋଗଟା। ଭାବନା ଖାଲି ପରିବର୍ତ୍ତନ ଦରକାର। ତେଣୁ ଇଏ ଗୋଟେ ବଡ଼ ରିସର୍ଚ୍ଚ ଗବେଷଣା। କ'ଣ ନା ରୋଗ ଏବଂ ମାନସିକ ସ୍ଥିତି
କେତେ ପରିପୂରକ, କେତେ ସମ୍ପର୍କିତ, ତାକୁ ଖୋଜିବାକୁ ପଡ଼ୁଛି। କେତେ କେତେ ପ୍ରଶ୍ନ ପଚାରିଲା ପରେ ସେ ଉତ୍ତର ଆସୁଛି ଏଠି। କେତେ କେତେ ପ୍ରଶ୍ନ ପଚାରିଲା ପରେ ସେ ଉତ୍ତର ମିଳୁଛି ତା ଭିତରୁ, ତାକୁ ଖୋଜିବାକୁ ପଡ଼ୁଛି, ନହେଲେ କେମିତି ହବ? ନହେଲେ ସବୁ ରୋଗ ପାଇଁ କ'ଣ ଗୋଟିଏ ଔଷଧ? ଏଇ ଯେଉଁ ମୁନି ସମାଜ ଔଷଧଟା କ'ଣ ସବୁ ରୋଗ ଭଲ ହେଇଯାଉଛି ଏଥିରେ? କେମିତି ଭଲ ହେଉଛି କୁହନ୍ତୁ? ରୋଗର ଗନ୍ଥାଘର ହେଉଛି ମନ। ରୋଗର ନଖର ମଇଳା ରୋଗର ଘର। ଆମେ ପଢ଼ିକି ଆସିଥିଲେ ପିଲାଦିନେ, ନଖର ମଇଳା ରୋଗର ଘର। ଏଠି କ'ଣ ମନର ମଇଳା ହେଉଛି ରୋଗର ଘର। ଯେତେ ପ୍ରକାର ଆବର୍ଜନା ମନ ଭିତରେ ଯଦି ଥାଏ ସେ ରୋଗ ସୃଷ୍ଟି କରିବ। ମନକୁ ଯେତେ ଶୁଦ୍ଧ ପରିଷ୍କାର କରିବ, ଆବର୍ଜନା କ'ଣ ତୁମେ ଜାଣିଛ, ତାକୁ ହଟେଇବାକୁ ପଡ଼ିବ। କେତେ ଆଙ୍ଗଜାଇଟି ଆସୁଛନ୍ତି ଏଠି, ଆଙ୍ଗଜାଇଟି, ହାଇପର ଟେନସନ୍, ଏ କ'ଣ? ଏ ରୋଗଟା କ'ଣ ରହିଛି କି? ଏଇଟା ମନରେ ରହିଛି। ହାଇପର ଟେନସନ୍ ହଉ, ଭୟ ହଉ, ଆଙ୍ଗଜାଇଟି ଯେଉଁଠି ସବୁ ଆସୁଛନ୍ତି, ବିପି, ଇଏ ସବୁ ମନରେ ରହିଛନ୍ତି। ସ୍ଥୂଳ ତ ମନ, ସ୍ଥୂଳ ରୂପ ନେଇଯାଇଛି ମନ ଭିତରେ, ସୂକ୍ଷ୍ମ ନୁହେଁ, ସ୍ଥୂଳ ରୂପ ନେଇଛି ମନ ଭିତରେ, ପୁରା ଜାବୁଡ଼ିକି ଧରିଛି। ଏଇ ସାର୍ ଆସିଥିଲେ ଥରେ ଏଠି, ସେ ବାଲେଶ୍ୱରର। କହେ ମୁଁ ସ୍କୁଲ କଲେଜରେ ପାଠ ପଢ଼ାଇଲା ପିଲାଙ୍କୁ ମୋତେ ଡର ମାଡ଼ୁଛି, ପିଲାଙ୍କୁ ଡର ମାଡ଼ୁଥିଲା। କେବଳ ମୋର ବାରମ୍ବାର ପ୍ରଶ୍ନ କରିବେ, ବାରମ୍ବାର ଟେଲିଫୋନ୍ କରିବେ, ମୋ ପାଖକୁ ବୁଝିବେ, ଏଇଟା ହେଲା ସେଇଟା ହେଲା। ଏଇ ଡିସ୍କସନ୍ ଠିକ୍ ହେଇଗଲା, କେବଳ ଡିସ୍କସନ୍, ଆଉ କିଛି ନାହିଁ। କେତେ କେତେ ମୂଲ୍ୟବାନ କଥା ପଚାରନ୍ତି। ସେ ଲେକ୍ଚର ଥିଲେ ସୁରର, କେମିଷ୍ଟ୍ରି। ଏଇ ସତ୍ସଙ୍ଗରେ ରହିଛନ୍ତି କେଇଥର, ବହୁତ ଥର ରହିଛନ୍ତି, ଏଠିକି ଆସିଛନ୍ତି, ବହୁତ କୋଶ୍ଚିନ୍ କରିଛନ୍ତି। କେବଳ ମୁଁ ଜାଣିଛି ମନରେ ହିଁ ତାଙ୍କ ରୋଗ ଥିଲା, ମନ ବାସ ହେଇଗଲା, ସବୁ ଠିକ୍ ହେଇଗଲା। ତେଣୁ ଚକ୍ରଭେଦନ ଯେ ମାନସିକ ସ୍ଥିତିକୁ ପରିବର୍ତ୍ତନ କରିବ, ସାମୟିକ ଭାବରେ କରିପାରେ, କିନ୍ତୁ ପୂର୍ଣ୍ଣ ମାତ୍ରାରେ କରିବନି। ପୂର୍ଣ୍ଣ ମାତ୍ରାରେ ଜ୍ଞାନ ଦରକାର ମନକୁ ପରିବର୍ତ୍ତନ କରିବା ପାଇଁ। ତେଣୁ ଚିନ୍ତା କରନ୍ତୁ କେତେ ବୃକ୍ଷଲତା ଅଛନ୍ତି ଏଠି, ଅଗନା ଅଗନି ବନସ୍ତ ଅଛି, କୋଟି କୋଟି ପାହାଡ଼ ଅଛି, ସମୁଦ୍ର ତ 3 ଭାଗ, ସମୁଦ୍ର 3 ଭାଗ, ସ୍ଥଳଭାଗ ଅଛି, ଆକାଶ ଅଛି, କେତେ ହଜାର କୋଟି କୋଟି ମଣିଷ ମଧ୍ୟ ଅଛନ୍ତି, ତାଙ୍କ ଭିତରେ କୋଟି କୋଟି ଭାବନା ଅଛି। ଗୋଟିଏ ମଣିଷର କୋଟି କୋଟି ଭାବନା। କେତେ ପୁଷ୍ପ ଅଛି, କେତେ ପ୍ରଜାତିର ପକ୍ଷୀ ଅଛନ୍ତି, କେତେ ଜୀବଜନ୍ତୁ ଅଛନ୍ତି এই ପୃଥିବୀରେ, କେତେ ସରୀସୃପ ଅଛନ୍ତି। ଥରେ ଚିନ୍ତା କରନ୍ତୁ ତ, କେଉଁ ଜ୍ଞାନରେ ତୁମେ ପରଖ କରିବ? କେତେ ଜ୍ଞାନ ହେଲେ ଏମାନଙ୍କୁ ସବୁ ଜଜମେଣ୍ଟ କରିବ? ଏ ସାରା ପୃଥିବୀକି ତୁମେ ଆକଳନ କରିବ, କରିପାରିବ କେବେ? ଏ ପୃଥିବୀ ପରେ ବି ସୂର୍ଯ୍ୟ, ଚନ୍ଦ୍ର, ତାରା, ନକ୍ଷତ୍ର, ଗ୍ରହଣପୁଞ୍ଜ, କେତେ ଯେ କ'ଣ ଅଛନ୍ତି, ଉଲ୍କାପିଣ୍ଡ, ତାର କିଛି କଳନା ମଧ୍ୟ ତୁମେ କରିପାରିବନି। କିନ୍ତୁ ଏତିକି ତୁମେ କଳନା କରିପାରିବ ଯେ ତୁମର ମନର ସ୍ଥିତି, ମାନସିକ ସ୍ଥିତି, ମାନସିକ ସ୍ଥିତି ଯେତେବେଳେ ତୁମେ କଳନା କରିପାରିବ, ତାହେଲେ ସବୁଗୁଡ଼ା କଳନା ଆସିଯିବ ତୁମ ଭିତରେ। ନହେଲେ କିଛି ହେବନି।
ସେଥିପାଇଁ କୁହାଯାଇଛି ତୁମେ ପରିଧିକି ନ ଯାଇ କେନ୍ଦ୍ରରେ ରୁହ। କେନ୍ଦ୍ରରେ କିଏ ରହିଛି ନା କେନ୍ଦ୍ରରେ ତୁମେ ଅଛ, ତୁମର ମନ ଅଛି, ତୁମର ବଳଶାଳୀ ମନ ଅଛି। ସେଇ ମନ ଭିତରେ ସବୁ ଅଛି। ଏଇ ମନ ବୃନ୍ଦାବନ, ଏଇ ମନ କାଶୀ। ମନ ଭିତରେ, ମନକୁ ଯଦି ତୁମେ ବାରମ୍ବାର ତଦାରଖ କରୁଥିବ, ଦେଖୁଥିବ, ଜଗିକିରି ବସିଥିବ, ତାହେଲେ ମନ ସହିତ ତୁମେ ବୁଝିପାରିବ ମନର ଭାବକୁ, ଭାଷାକୁ। ଆଉ ମନଠାରୁ ଆତ୍ମା ବହୁତ ଦୂରରେ ନାହିଁ, ପାଖରେ ବସିଛି। ମନ ପାଖରେ ଆତ୍ମା ବସିଛି। ତେଣୁ ଏଇ ଯେଉଁ ଜୀବନ ମରଣ ଚକ୍ରରେ ଏବେ ତ ସମସ୍ତେ ଅନୁଭବ କଲେଣି ଆମ ପ୍ରବଚନ ଶୁଣିକିରି, କେତେ ପରିବର୍ତ୍ତନ ମଧ୍ୟ ହେଇଛନ୍ତି ଆନୁମାନିକ ଭାବରେ ଆମେ ଯାହା ଦେଖୁଛୁ। ଜିଜ୍ଞାସା ସୃଷ୍ଟି ହେଇଛି ତାଙ୍କ ମନ ଭିତରେ, ଜନ୍ମ ମୃତ୍ୟୁର ରହସ୍ୟ ମଧ୍ୟ ସୃଷ୍ଟି ହେଉଛି ତାଙ୍କ ଭିତରେ। ଜନ୍ମ କ'ଣ, ମୃତ୍ୟୁ କ'ଣ, ମୁଁ ବାସ୍ତବରେ ମରିଗଲା ପରେ ବି ରହୁଛି, କନଫର୍ମ ହେଇସାରିଲାଣି। ସେ ଅଜ୍ଞାତ ନଥିଲା କି? ତେଣୁ ମରିଗଲା ପରେ ଯଦି ମଣିଷ ରହୁଛି ଏବଂ ମୃତ୍ୟୁ ପାଖରୁ ଯେଉଁ ଆସିଲା ଏଠିକି ଜନ୍ମ ନେଲା, କ'ଣ ପାଇଁ ଜନ୍ମ ନେଲା, କେଉଁଥିପାଇଁ ଜନ୍ମ ନେଲା, ଏବେ ବି ଜ୍ଞାନ ଭିତରେ ଆସିଲାଣି। ମୋତେ କ'ଣ କରିବାକୁ ପଡ଼ିବ, ଜନ୍ମ ନେଲା ପରେ କ'ଣ କରିବାକୁ ପଡ଼ିବ ସେ ଜାଣିଲାଣି ଆସ୍ତେ ଆସ୍ତେ। ଏଇଟା ବାସ୍ତବ ଜ୍ଞାନ। ଯଦି କ'ଣ କରିବାର ଜ୍ଞାନ ହେଇଗଲା, ଜନ୍ମ ନେଇଛ, କ'ଣ କରିବି, ବାସ୍ତବରେ ମୁଁ କ'ଣ କରିବାକୁ ଆସିଥିଲି, ସେଇ କାମଟା ସାରିଦେଲା ପରେ ସରିଗଲା। ତା ସହିତ ତୁମେ ଲଙ୍କା ଲୁଣ ଖାଅ, ପିଆଜ ବିଲାତି ଖାଅ, ଆଳୁ ବାଇଗଣ ଖାଅ, କି ରୋଷ୍ଟ, କି କୁକୁଡ଼ା ମାଂସ, ଯାହା ଖାଉଛ ଖାଅ, କିନ୍ତୁ ଲକ୍ଷ୍ୟ ସ୍ଥିର ହେବା ଦରକାର। ମୁଁ କେଉଁଥିପାଇଁ ଆସିଛି ଏବଂ କ'ଣ କରିବା ଉଚିତ, ମୋ କେଉଁ କାମ ପାଇଁ ମୁଁ ଆସିଥିଲି। ତା ନ ବୁଝିକିରି ଅଧିକାଂଶ ଧାର୍ମିକ ଅନୁଷ୍ଠାନ କହୁଛନ୍ତି ତୁମେ ଆଇଁଷ ଖାଉଛ, ସରିଗଲା, ଆଇଁଷ ପାଖରେ ବନ୍ଦ ହେଇଗଲା ତମ ରିସର୍ଚ୍ଚ। ବରଂ ସେଇ ବ୍ୟକ୍ତି ଯଦି ପଚାରିଥାନ୍ତେ ଯେ ତୁମେ କ'ଣ କରିବାକୁ ଆସିଥିଲ, କ'ଣ କରୁଛ, ତାହେଲେ ମଜବୁତ ପ୍ରଶ୍ନ ହେଇଥାନ୍ତା। ସେ କ'ଣ କହୁଛନ୍ତି, ତୁମେ ପିଆଜ ରସୁଣ ଖାଉଛ, ନାମ ଜପ କରୁଛ କି ନାହିଁ, କୋଉ ଦୀକ୍ଷା ନେଇଛ, କାହିଁକି ବିବାହ ହେଲନି, ବିବାହ ହେଇଥିଲେ କହେ କାହିଁକି ବିବାହ ହେଲ, ସଂସାର ଜଞ୍ଜାଳ। ତୁମେ ଯଦି ଚାଷ କରୁଥିବ, ସେ ଆସି କହିବେ ତମେ ଅମୁକ ଅମୁକ ଚାଷ କର। ତମେ ଯେଉଁ ଚାଷ କରୁଥିବ ସେ ଚାଷ କଥା କହିବେନି, ଅମୁକ ଅମୁକ ଚାଷ କର, ଠିକ ହେବ। ତୁମେ ଯାହା କରୁଛ ସେ ଆଉ ଦି ଚାରି ପଦ ଲଗେଇକିରି କଥା କହିବେ ତୁମକୁ, କିନ୍ତୁ କହିବେନି ଯେ ତୁମେ କାହିଁକି ଆସିଥିଲ, କେଉଁଥିପାଇଁ ଆସିଥିଲ, ସେଇଟା କରୁଛ କି ନାହିଁ। ସେଠି ପୂର୍ଣ୍ଣଚ୍ଛେଦ, ସେଠି ପୂର୍ଣ୍ଣଚ୍ଛେଦ। ତେଣୁ ମଣିଷ ମନରେ ସ୍ୱତଃପ୍ରତ ଭାବରେ ଜିଜ୍ଞାସା ସୃଷ୍ଟି ହେବ, ମୁଁ ମରିଗଲା ପରେ ବି ରହୁଛି, ଆକାଶରେ ରହୁଛି, ପୃଥିବୀରେ ରହିଥିଲେ ଆକାଶରେ ରହିବି। ତାପରେ କ'ଣ କରିବି? ଯଦି ମରିଗଲ, ଆକାଶରେ ରହିଲ, ତାପରେ ପୁଣି କ'ଣ କରିବି? ଯେଉଁ କାମ କରିବାକୁ ଆସିଥିଲ ତ କଲନି, ପୁଣି କିଛି ଦିନ ଗଲା ପରେ ନିଦରୁ ଯେମିତି ଉଠି ମଳମଳ ଆଖି କରିକିରି, ସୁପ୍ତ ହେଇକିରି ମଳମଳ ଆଖି କରି ଚାହିଁବ, ମୁଁ କୁଆଡ଼େ ଯିବି, ପୁଣି ତୁମକୁ ଦେଖାଯିବ ପୃଥିବୀ ପୃଷ୍ଠ, ତୁମେ ଦେଖିପାରିବ ପୃଥିବୀକି, କିନ୍ତୁ ପୃଥିବୀବାସୀ ତୁମକୁ ଦେଖିପାରିବେନି। ଇଏ ଡିଫରେନ୍ସ। ଯଦି ଗୋଟେ ପ୍ରେତ, ଯଦି ଗୋଟେ ସ୍ପିରିଟ୍ ବା ଆତ୍ମା ଯଦି କାହାକୁ ନ ଦେଖିପାରୁଥାନ୍ତା ପୃଥିବୀରେ, ତାହେଲେ ଲାଗୁଛି କେମିତି ଆସିକି?
କେମିତି ଲାଗୁଛି? ତେଣୁ ସିଏ ତୁମକୁ ଦେଖୁଛନ୍ତି, ତୁମ ଘରେ ରହିଛନ୍ତି। ଗୋଟେ ଗୋଟେ ପ୍ରେତ ତୁମ ଘରେ ରହିଛନ୍ତି, ସେ କୁଆଡ଼େ ଯାଉନାହାନ୍ତି। ତୁମେ କ'ଣ କରୁଛ ଡିଟେଲ୍ସ ଦେଖୁଛନ୍ତି ତୁମକୁ। ତେଣୁ ହୁସିଆରି ହୁଅ। ଯେଉଁମାନେ ପିଣ୍ଡ ଶ୍ରାଦ୍ଧ ଦେଉନଥିଲେ ବା ମୁନି ସମାଜକୁ ମୁଁ କହୁଛି, ଯେଉଁମାନେ ମୋତେ ଫୋନ୍ କରି କହୁଥିଲେ ଏମିତି କେଇ ଜଣ ଯେ ଆମେ ପିଣ୍ଡ ଦେଉନୁ ବାପା ମାଆଙ୍କୁ, ଆଉ ଆମ ପୁଅମାନଙ୍କୁ ମଧ୍ୟ ଆମେ କହିଦେଇଛୁ ଯେ ଆମେ ମରିଗଲା ପରେ ଆମକୁ ପିଣ୍ଡ ଶ୍ରାଦ୍ଧ ଦେବେ। ମାନେ ହୁସିଆରି ହୁଅ, ଏଭଳି କଥା କୁହନି କାହାକୁ। ତୁମ ପିଣ୍ଡ ଦିଅ, ପିଣ୍ଡ ନେବ। ଖାଇବାକୁ ମିଳିବନି, ନହେଲେ ସେଠି କେହି ତୁମକୁ ଖାଇବାକୁ ଦେବେନି। ନା ଦୋକାନ ଅଛି ନା ଷ୍ଟଲ୍ ପଡ଼ିଛି ସେଠି ଆକାଶରେ, କିଛି ନାହିଁ। ତୁମେ ଏଇମାନଙ୍କୁ ବିଶ୍ୱାସ, ଏଇମାନଙ୍କୁ ପାଖକୁ ଆସିବାକୁ ପଡ଼ିବ ପୃଥିବୀକି ପୁଣି ଖାଦ୍ୟ ପାଇଁ। ନହେଲେ ପୁଣି ହନ୍ତସନ୍ତ, ଶୋଷ, ଭୋକ, ଅନିଦ୍ରା ଏମିତି କଟିବାକୁ ପଡ଼ିବ। ଶେଷରେ ଡିସିସନ୍ ନେବ, ନାହିଁ ମୁଁ ପୁଣି ଆଉଛି ଜନ୍ମ ନେବି, ପୁଣି ଖାଦ୍ୟ ଗ୍ରହଣ କରିବି, ପୁଣି ସଂସାର କରିବି, ପୁଣି ଏଇ କାମ କରିବି, ମୁକ୍ତିର ପଥ ଖୋଜିବି। କିନ୍ତୁ ସେଇ ଭାବନା କରିକି ଯେତେବେଳେ ପୃଥିବୀ ପୃଷ୍ଠକୁ ଆସିଲ, ସେଇ ନାନମାନ, ସେଇ କାକରା, ସେଇ ଜିନିଷ, ଆଉ କିଛି ନାହିଁ। ମାୟାରେ ତ ଜଡ଼ିତ ହେଇଯିବ, ମାୟା ତମକୁ ବାନ୍ଧି ପକେଇବ। ଆମେ ସାଇକେଲ ଯେତେବେଳେ ଚଢ଼ୁଥିଲୁ, ତଳେ ଚଢ଼ୁଥିଲୁ ଆଗେ ପ୍ୟାଡିଲରେ ଗୋଡ଼ ସେକରୁ ଗୋଟେ ଏକରୁ ଗୋଟା ସିଟ୍କି ଧରିବୁ, ଆଉ ଗୋଟେ ହ୍ୟାଣ୍ଡେଲ ଧରିବୁ, ଚାଲିବ ସଳେ। କେତେ ଆନନ୍ଦ ଲାଗୁଥିଲା, କେତେ ଶାନ୍ତି ଲାଗୁଥିଲା, କଳ୍ପନା ବାହାର। ସାଇକେଲ ଚଢ଼ି ଆସିଲା ମାନେ ବ୍ରେନ୍ ୱାଶ୍ ହେଇଯିବ। ତା ଦେହରେ 3 ଗଡ଼ା ପଡ଼ିଥିବ କି କ'ଣ କରିଥିବ, ତଥାପି ଆରାମ ଲାଗୁଥିବ। କେଉଁଦିନ ସିଟ୍ ଉପରେ ଚଢ଼ିବା, ଉପରେ ବସି ସାଇକେଲ ଚଲାଇବା, ସେଇଦିନ ସର୍ବସୁଖ ହେଇଯିବ। ଭାବନା ଆମେ କରୁଥିଲେ, ସେ ଲିମିଟେଡ଼ ଭାବନା ଭିତରେ ଆମେ ଥିଲେ। ରିମ୍କି ବାରମ୍ବାର ପୋଛୁଥିଲେ, କାଦୁଅ ଲାଗିଯିବ କାଳେ, ଜଙ୍କ ଲାଗିଯିବ। କେତେ ସୁନ୍ଦର ଭାବରେ ସାଇକେଲଟିକି ରଖିଥିଲେ। କାହିଁ ସେ ଭାବନା? ଏବେ ତ ଆଉ ନାହିଁ, ମଳିନ ପଡ଼ିଗଲାଣି। ତେଣୁ ସେଦିନର ଭାବନା ଯଦି ମଳିନ ପଡ଼ିଛି, ଆଜିର ଭାବନା ମଧ୍ୟ ମଳିନ ପଡ଼ିବ। ଆଜି ବି ଯାହାକୁ ଭଲ ପାଉଛ, ଯେଉଁ ଗାଡ଼ି ଘୋଡ଼ା ବା ଯାହା ଆସେଟ୍ସ ଅଛି ଯାହାକୁ ଭଲ ପାଉଛ, ଇଏ ବି ଚିରସ୍ଥାୟୀ ନୁହେଁ, ଇଏ ବି ସେମିତି ଫିକା ପଡ଼ିଯିବ ଦିନେ। ତେଣୁ ଚିରନ୍ତନ ଭାବନା, ଚିରନ୍ତନ ଆଶା ସୃଷ୍ଟି ହେବା ଦରକାର। ଯେଉଁଥିପାଇଁ ମୁଁ ଏଠିକି ଆସିଛି, ସେଇ କାମଟାକୁ କେମିତି କରିବି, ପ୍ରମୁଖ ଭାବନା ହେବା ଦରକାର। ଏବଂ ସେଥିପାଇଁ ତତ୍ପର ହେଇଯିବା ଦରକାର। ରାତିରୁ ଉଠିକିରି ସଦା ସର୍ବଦା ଜାଗ୍ରତ ହେବା ଦରକାର ସେଇ କଳ୍ପନା ପାଇଁ। ମୁଁ କହିଛି ବାରମ୍ବାର, ଗର୍ଭ ଯେମିତି ଜଣେ ଧାରଣ କରୁଛି, ସେଇଟା ଆସ୍ତେ ଆସ୍ତେ ବିକଶିତ ହେଇକରି ପୁଣି ପୂର୍ଣ୍ଣାଙ୍ଗ ରୂପ ନେଉଛି। ସେମିତି ତୁମର ଯେଉଁ ଭାବନାଟା ଗର୍ଭଧାରଣ ଯଦି କରିବ, ସେ ଦିନେ ବିକଶିତ ହେବ ଏବଂ ପ୍ରକାଶ ଲାଭ କରିବ, ପ୍ରସ୍ଫୁଟିତ ହେବ ଦିନେ ତୁମର ବିଚାରର ଭାବନା। ଗୋଟିଏ ନେଇକରି କୌଣସି ଭାବନାକୁ ରଖିଯାଉ ଭିତରେ, କୌଣସି ଭାବନାକୁ, ସେଇଟା ଆସ୍ତେ ଆସ୍ତେ ବିକଶିତ ହେବ। ତମେ ଯଦି କହିବ ମୁଁ ସମାଧି ହେବି, ଶେଷ ନିଷ୍ପତ୍ତି ନେଇଯିବ, ଡିଟର୍ମିନେସନ୍ ହେଇଯିବ। ଜ୍ଞାନରେ ଡିଟର୍ମିନେସନ୍ ହେଇଗଲା, ନା ଏଇଟା ହିଁ ମୋର ଦରକାର, ଆଉ କିଛି ନାହିଁ। ଖାଇବି, ଅବଶ୍ୟ ଖାଇବି, ଅବଶ୍ୟ ଶୋଇବି, ଅବଶ୍ୟ ସଂସାର କରିବି, ଅବଶ୍ୟ ସବୁକିଛି କରିବି, କିନ୍ତୁ ଡିଟର୍ମିନେସନ୍ ହେବା ଦରକାର, ଡିଟରମାଇନ୍ ହେଇଯିବା ଦରକାର ମାଇଣ୍ଡ ଭିତରେ, ଏଇଟା ମୁଁ ପ୍ରାପ୍ତ କରିବି। ସେଇଟା ଗର୍ଭଧାରଣ କଲା, ସେଇ ଜିନିଷଟା ଗର୍ଭଧାରଣ କରୁ ତୁମ ଭିତରେ। ମୁଁ କହିଲି ସେ ଶବ୍ଦଟା ଏଇଥିପାଇଁ କହୁଛି ବାରମ୍ବାର, ସେଇଟା ବିକଶିତ ହେବ। ଯେଉଁଟା ତୁମେ ସ୍ଥାନିତ କରିବ ବିଚାର ଉପରେ ନେଇକରି, ସେଇଟା ବିକଶିତ ହେବ ତୁମ ଭିତରେ। ଗୋଟିଏ ପଏଣ୍ଟରେ ଡିଟର୍ମିନେସନ୍ ହେଇଯାଅ, ମୁଁ ସମାଧି ହେବି, ମୁଁ ଆତ୍ମଦର୍ଶନ କରିବି, ମୋର କାମ ସରିଗଲା, ମୁଁ ତାପରେ ଫେରିଯିବି, ଯେଉଁଥିପାଇଁ ଆସିଥିଲି ଫେରିଯିବି। ତୁମେ କିଛି ନ କର, ମନେ ରଖନ୍ତୁ, କିଛି ନ କର, ତୁମେ ଯୋଗ ନ କର ମଧ୍ୟ, କିନ୍ତୁ କଳ୍ପନାରେ, ବିଚାରରେ ଏଇଟା ଡିଟର୍ମିନେସନ୍ ହେଇଗଲା,
ଏଇଟା ମୋର ଦରକାର, ଦେଖିବ ବାଟ ଖୋଲିବ, ସାଧନର ବାଟ ଆସିଯିବ, କୌଣସି ଗୁରୁ ପହଞ୍ଚିଯିବେ, କୌଣସି ସୁବିଧା ପହଞ୍ଚିଯିବ, ଅର୍ଥ ଧନ ସବୁ ମିଳିଯିବ ତୁମକୁ ସୁବିଧା। କେବଳ ତାର ମୂଳ ଉତ୍ସ ହେଉଛି ଡିଟରମିନେସନ୍। ତୁମେ ନିଷ୍ପତ୍ତି ନେବ ଏଇଟା ମୁଁ ଦର୍ଶନ କରିବା, ଆତ୍ମଦର୍ଶନ, ତାପରେ ସୁବିଧା ଆସିବ। କିନ୍ତୁ ସେ ଅସୁବିଧାର ବାଟ ବର୍ତ୍ତମାନ ସବୁ ବାନ୍ଧିକି ରଖିଛି ତୁମକୁ, କେବେ କରେଇ ଦେବନି, କାରଣ ତୁମେ ଡିଟରମାଇନ୍ ହେଇନ। ସବୁର ଆଶା ଛାଡ଼ିକରି କେବଳ ଗୋଟିଏ ନିଷ୍ପତ୍ତି ନେବ, ମୁଁ ଏଇଟା କରିବି, ବାସ୍। ପୃଥିବୀ ଅଲଗା ହେଇଯିବ ତୁମଠାରୁ, ତୁମ ଡିସିସନ୍ ପାଖରେ ପୃଥିବୀ ଅଲଗା ହେଇଯିବ ତୁମଠାରୁ, ଆଉ ପୃଥିବୀର ସବୁଯାକ ସହଯୋଗ ତୁମକୁ ମିଳିବ। ତୁମେ କ'ଣ ଯାଉଛ କାହା ବାଡ଼ିରୁ ଆମ୍ବ ମାଗିବା ପାଇଁ? ଆମ୍ବ ଝୁଡ଼ି ଝୁଡ଼ି ଆଣି ତୁମ ଘରେ ଦେଇଦେବେ। ଦେଖନ୍ତୁ, ମୁଁ ବହୁତ ଆମ୍ବ ଖାଇବାକୁ ପ୍ରିୟ ଲାଗେ ମୋତେ। ପାହାଡ଼ ଯେଉଁ ଅଛି ସେଠୁ ଆଣିକିରି ଆମେ ଖାଉ, ଭରପୁର ଆମ୍ବ ଥାଏ, ବ୍ୟାଗ୍ ବ୍ୟାଗ୍ ନେଇକିରି ଆସି ଘରେ ଖାଉ। କିନ୍ତୁ ଏଠି ସେଇ ଯେଉଁ ଆଶା ଶକ୍ତିଟା, ତୁମେ ସାଧନ କ୍ରମକୁ ଆସିଲା ପରେ ଏଠି କ'ଣ ଆମ୍ବ ଆଣି ଦେଇଯାଉଛନ୍ତି, କୁଇଣ୍ଟାଲ କୁଇଣ୍ଟାଲ ଆମ୍ବ ଦେଉଛନ୍ତି ଆଣିକି। ଆର ବର୍ଷ କି ନା ତା ପୂର୍ବ ବର୍ଷ 176 କେଜି ଏଠି ଆଣି ଦେଇଗଲା ଆମ୍ବ। କେତେ ଖାଇବ ଖାଅ, ମାନେ 1 କୁଇଣ୍ଟାଲ 76 କେଜି ଖାଇପାରିବ ତୁମେ ସେ ଆମ୍ବ? ତୁମର ଆଶା ଏତେ, ତୁମେ ଯଦି ସାଧନ ଆଡ଼କୁ ଯିବ, ଏଇ ଯେଉଁ ଗୁଡ୍ସ ପଦାର୍ଥ ସବୁ ଯେଉଁ ଅଛି ତୁମ ପାଖରେ ସ୍ୱୟଂ ପହଞ୍ଚିଯିବେ ଆସିକିରି। ତୁମେ କାହା ପାଖକୁ ଆମ୍ବ ମାଗିବାକୁ ଯାଅନି, କାହା ବାଡ଼ିରେ ଚୋରି କରନି, କିଛି ଦରକାର ନାହିଁ, ସ୍ୱୟଂ ଆମ୍ବ ଆସି ତୁମ ପାଖରେ ପହଞ୍ଚିଯିବ। ତୁମ ଇପ୍ସିତ ଆଶା ଯେଉଁଟା ରହିଛି ସେଇଟା ତୁମକୁ ଆଣି ଦେଇଦେବ ତୁମ ପାଖରେ, ଯଦି ତୁମେ କେନ୍ଦ୍ରକୁ ଆସିବ, ଯଦି ତୁମେ ଆତ୍ମାକୁ ଭଲ ପାଇବ, ଆଉ ଆତ୍ମସ୍ଥ ହେବା ପାଇଁ ଡିଟରମିନେସନ୍ ହେବ, ନହେଲେ କିଛି ହେବନି। ପୁଣି ଫେରିଯିବ ଖାଲି ବ୍ୟାଗ୍ ନେଇକିରି ସେଇ ଆକାଶ। ନିଜ ସିଂହାସନ ଦଖଲ କରତ ନାହିଁ, ଶିବମୁନି କହୁଛନ୍ତି। ଯେଉଁ ସିଂହାସନରେ ବସିବାକୁ ଆସିଥିଲ ସେ ସିଂହାସନରେ ବସିପାରିଲନି, ନିଜ ସିଂହାସନ ଦଖଲ କରତ ନାହିଁ, ଘେରି ରହେ ଅଜ୍ଞାନ। ତୁମ ଅଜ୍ଞାନ ଘେରିକି ରହିଲା। ଅଜ୍ଞାନଟା କ'ଣ ନା ଚାକିରିଟି କରିବି, ଅଜ୍ଞାନତା କ'ଣ ଗୋଟେ କୋଠା କରିବି, ପୁଟି ଦେବି, ଅଜ୍ଞାନତା କ'ଣ ସଂସାର କରିବି, ଅଜ୍ଞାନତା କ'ଣ ଗୋଟିଏ ପରେ ଗୋଟିଏ ବସ୍ କରିବି, ଅଜ୍ଞାନତା କ'ଣ ଚାକିରିରେ ପ୍ରମୋସନ୍ ପର୍ଯ୍ୟନ୍ତ ଆଜୀବନ ସଦସ୍ୟ ମୁଁ ଲାଗି ରହିବି, ଅଜ୍ଞାନତା କ'ଣ ନା ଆତ୍ମାକୁ ଛାଡ଼ିକିରି ଆଉ ଯେତେ ପାର୍ଥିବ ଜଗତ ଅଛି ସେଥିରେ ମୁଁ ରତ ରହିବି, ମିଶିକି ରହିବି। ଇଏ ହେଉଛି ବଡ଼ ଅଜ୍ଞାନ। ସେଇଥିପାଇଁ ଯେଉଁ 24 ଗୁରୁ ଉପାଖ୍ୟାନରେ କହିଥିଲେ ଆମର ଅବଧୂତ ଗୁରୁ କଲେ ବ୍ରାହ୍ମଣ କୁମାରୀକି। କାହିଁ ଗୁରୁ କଲେ, କାହିଁକି ଗୁରୁ କଲେ? କୁଣିଆ ଆସିଯାଇଛନ୍ତି ବ୍ରାହ୍ମଣ ଘରକୁ, ତାଙ୍କର ଖାଇବାକୁ ନାହିଁ, ଆଉ ଅଭ୍ୟର୍ଥନାକୁ କେମିତି ସହଯୋଗ କରିବେ? ଯେଉଁମାନେ ଆସିଛନ୍ତି ତାଙ୍କୁ ଅଭ୍ୟର୍ଥନା କରିବା ପାଇଁ ତାଙ୍କ ପାଖରେ 5 ପଇସା ବି ନଥିଲା। ଝିଅ ଦେଖିବାକୁ ଆସିଛନ୍ତି, ବସିଛନ୍ତି, ସେଠୁ ସାଙ୍ଗେ ସାଙ୍ଗେ ଝିଅର ବାପ ସଂକେତ ଦେଲେ, ଏଇ ତଣ୍ଡୁଳ କିଛି କୁଟି ଦିଅ। କିଛି ତ ନାହିଁ, ତଣ୍ଡୁଳ ମାନେ କ୍ଷୀରି କରିକି ଦେବେ। କୁଟିଲା ବେଳକୁ ଚୁଡ଼ି ପିଞ୍ଚି ଝଣଝଣ ହେବ, ଜଣାପଡ଼ିବ ତାଙ୍କର ୱିକ୍ ପଏଣ୍ଟଟା। ତେଣୁ ସେ କହିଲେ, ସେଠୁ ବ୍ରାହ୍ମଣ କୁମାରୀ କୁଟୁଛି ତଣ୍ଡୁଳ,
ଧରିକିରି ସେ ଯେଉଁ କୁଟିବା ଯନ୍ତ୍ରଟା ଝଣ ଝଣ ହେଲା ପରେ ଜଣାପଡ଼ିବ। ତେଣୁ ସେ କାଚ ଗୁଡ଼ିଏ ଖୋଲିଦେଲା। ଏପଟରେ ଗୋଟିଏ କାଚ ରଖିଲା, ସେପଟରେ ଗୋଟିଏ କାଚ ରଖିଲା। ଆଉ ଝଣ ଝଣ ହବ କି? ହବନି। ଆକୁ ଦେଖୁଥିଲେ କିଏ? ଅବଧୂତ। ଗୁରୁ କଲେ ବ୍ରାହ୍ମଣ କୁମାରୀକି। କାରଣ ସେ ନିଃସଙ୍ଗ ହେଇଗଲେ, ଏକାନ୍ତ ହେଇଗଲା ସେଠି। ସେ ନିଃସଙ୍ଗ ଭାବ ମାନେ କାହା ସହିତ ସଙ୍ଗ ହବାର ଜ୍ଞାନଟା ସେଇଠୁ ପାଇଲେ। ନିଃସଙ୍ଗ ହେଇଯିବାର ଜ୍ଞାନ ସେଇଠି ପାଇଲେ। ଏକାନ୍ତ ହେଇଯିବା, ଗୋଟିଏ ଚୁଡ଼ି ଏପଟରେ ଗୋଟିଏ ଚୁଡ଼ି। ତେଣୁ ସେ ବ୍ରାହ୍ମଣ କୁମାରୀକି ଗୁରୁ କଲେ। ତେଣୁ ଏଇ ଜଗତରେ ତୁମେ ନିଃସଙ୍ଗ ହୁଅ, ନହେଲେ ସଙ୍ଗ ଦୋଷ ଲାଗିବ। ବାରମ୍ବାର ମୁଁ କହିଛି, ପିତା, ଇଏ ପୁତ୍ର, ଇଏ ସ୍ତ୍ରୀ, ଇଏ ସଂସାର, ଇଏ ଜେଜ, ଇଏ ଆଈ, ଇଏ ରିଲେଟିଭ, ଇଏ ସବୁ ଚୁଡ଼ି ସଦୃଶ୍ୟ। ତାଙ୍କୁ ଧରିକି ତୁମେ କୁଟୁଛ, ନାଚୁଛ, କିନ୍ତୁ ନିଃସଙ୍ଗ ହେଇପାରୁନ। ତୁମେ ଏକାନ୍ତ ହୁଅ, ତୁମର ନିଜର ପରିଚୟ ଖୋଜ ନିଃସଙ୍ଗ ହେଇକିରି। ଏକାନ୍ତ ନହେଲେ ତୁମେ ସାଧନ କରିପାରିବନି ଆଉ ନିଜର ଆତ୍ମସ୍ୱରୂପକୁ ପାଇପାରିବନି। ଇଏ ଗୋଟେ କଥା। ଆଉ ଦ୍ୱିତୀୟ କଥା ହେଉଛି ଯେଉଁ ପ୍ରଶ୍ନ ରଖିଥିଲେ, ଯେଉଁ ସୂକ୍ଷ୍ମ ଶରୀର ଏବଂ ସ୍ଥୂଳ ଶରୀର, କାରଣ ଶରୀର, ଏଇ ତିନୋଟି ଶରୀର। ଏଇ ତିନୋଟି ଶରୀର ଭିତରେ ଇଏ ବି ସେଇ ପ୍ରାସଙ୍ଗିକ କ୍ରମରେ ଯିବ। ଏ ତିନୋଟି ଶରୀର, ତୁମେ ସ୍ଥୂଳ ଶରୀରରେ ବର୍ତ୍ତମାନ ଅଛ। ଏଇ ଯେଉଁ ପଞ୍ଚଭୂତ ନେଇକରି ସ୍ଥୂଳ ଶରୀରଟା କ'ଣ ନା କ୍ଷିତ ଆପ ତେଜ ମରୁତ ବ୍ଯୋମ ଅର୍ଣ୍ଣମୟ କୋଷ, ଆକୁ ନେଇକି ତୁମେ ଅଛ। ତା ଭିତରେ ବି ଅଛି ସୂକ୍ଷ୍ମ ଶରୀର। ଏଇ ସ୍ଥୂଳ ଶରୀର ଭିତରେ ସୂକ୍ଷ୍ମ ଶରୀର ଅଛି। ଆଉ ସୂକ୍ଷ୍ମ ଶରୀର ଭିତରେ ଆହୁରି ସୂକ୍ଷ୍ମ ହେଉଛି କାରଣ ଶରୀର ମଧ୍ୟ ଅଛି। ଏଇଠି ଅଛି, ଏଇ ଶରୀର ଭିତରେ ଅଛି ଉପର ଚୋପା। ଏଇଟା ଏ ଯେଉଁ ପିଆଜର ଉପର ଚୋପା, ଏଇ ସ୍ଥୂଳ ଶରୀରଟା ଗୋଟେ ଚୋପା ଛଡ଼େଇଗଲା, ଅବଶିଷ୍ଟ ରହିଲା କି ନାହିଁ? ତେଣୁ ସ୍ଥୂଳ ଶରୀର ଯେତେବେଳେ ନଷ୍ଟ ହେଇଗଲା, ତୁମେ ସୂକ୍ଷ୍ମ ଶରୀରରେ ରହିଲ। କୋଉଠି? ଆକାଶରେ ରହିଲ ବା ଫାଙ୍କାରେ ରହିଲ। ତାକୁ ସୂକ୍ଷ୍ମ ଶରୀର କୁହାଯାଉଛି। ସେ କ'ଣ ନା ହିରଣ୍ୟ ଗର୍ଭ। ହିରଣ୍ୟ ଗର୍ଭ କ'ଣ ନା ଅତି ଉଜ୍ଜଳ ଜ୍ୟୋତିଷ୍କ, ଉଜ୍ଜଳ ତାରକା ସଦୃଶ୍ୟ, ଉଜ୍ଜଳ ଜ୍ୟୋତି, ହିରଣ୍ୟ ଗର୍ଭ। ଲିଙ୍ଗ ଶରୀର ତାକୁ କହିପାରିବା, ଲଙ୍ଘୟତି ଇତି ଲିଙ୍ଗ। ମାନେ ସୂକ୍ଷ୍ମ ହେଇଗଲେ ତୁମର କ'ଣ ନିଶ୍ୱାସଟା ଚାଲିଛି ବା ଏ ସ୍ଥୂଳ ଶରୀର ସହିତ କନେକ୍ସନ୍ ଅଛ ବୋଲି ତୁମେ ସ୍ଥୂଳ ତ ରହିଛ। ଯେତେବେଳେ ସମାଧିରେ ସୂକ୍ଷ୍ମ ଶରୀର ହେଇଯିବ, ଏଇ ନିଶ୍ୱାସଟା ବନ୍ଦ ହେଇଯିବ, ଛିଡ଼ିବନି, ବନ୍ଦ ହେଇଗଲା, ସେଇଠି ତୁମେ ସୂକ୍ଷ୍ମ ପ୍ରାପ୍ତ ହେବ। ସୂକ୍ଷ୍ମ ହେଇଗଲ ସେଠି, ମାନେ ଆଉ ଗୋଟେ କୋଷ ଭିତରୁ ତୁମେ ପ୍ରବେଶ କଲ। ଆଉ ସ୍ଥୂଳ ଶରୀର ଇଜିକାଲ୍ ଟୁ ଅର୍ଣ୍ଣମୟ କୋଷ। ସୂକ୍ଷ୍ମ ଶରୀର କ'ଣ ନା ସୂକ୍ଷ୍ମ ଶରୀରରେ ରହୁଛି ଅନ୍ନମୟ କୋଷ ରହିଲାନି। କ'ଣ ରହିଲା ନା ମନୋମୟ କୋଷ, ପ୍ରାଣମୟ କୋଷ, ମନୋମୟ କୋଷ, ବିଜ୍ଞାନମୟ କୋଷ। ପ୍ରାଣଟା ସ୍ଥୂଳ ତ ଅଧିକା, ମନ ଆହୁରି ସୂକ୍ଷ୍ମ ହେଇଯାଉଛି। ଆଉ ବିଜ୍ଞାନମୟ କୋଷ, ଜ୍ଞାନମୟ ଯେଉଁଟା, এই ତିନିଟା ମିଶିକି ରହିଲା କ'ଣ ସୂକ୍ଷ୍ମ ଶରୀର। ତାପରେ ରହିଲା କାରଣ ଶରୀର। କାରଣ ଶରୀରଟା ଆନନ୍ଦମୟ କୋଷ। ବୁଝିଲେ କି? এই ତିନୋଟି, এই ଯେଉଁ କୋଷ ପାଞ୍ଚଟାକୁ ବିଭକ୍ତ କର, ପାଞ୍ଚଟା କୋଷ ଯେଉଁ ରହୁଛି, ପାଞ୍ଚଟା କୋଷ ଭିତରେ ଅନ୍ନମୟ କୋଷ ଗଲା, ସ୍ଥୂଳ ଶରୀର ସମାନ ସ୍ଥୂଳ ଶରୀର। ଆଉ ପ୍ରାଣମୟ କୋଷ, ମନୋମୟ କୋଷ, ବିଜ୍ଞାନମୟ କୋଷ, ଖୋଳ ଯେଉଁ କଥା କହୁଛି, କୋଷକ ମାନେ ଖୋଳ ତିଆରି ହେବା। ଏ ତିନିଟା କୋଷ ଭିତରକୁ, ଏ ତିନିଟା କୋଷକୁ ନେଇକରି ସୂକ୍ଷ୍ମ ଶରୀର ରହୁଛି।
ତାପରେ ଯେଉଁ ଆନନ୍ଦମୟ କୋଷ ବା ଈଶ୍ୱର ଇଜିକାଲ ଟୁ ଈଶ୍ୱର, ଆନନ୍ଦମୟ କୋଷଟା କାରଣ ଶରୀରଟା ଆନନ୍ଦମୟ କୋଷ କେବଳ ସେଠି ରହୁଛି। ସବଳ ବ୍ରହ୍ମ ସେ ଈଶ୍ୱର ସତ୍ତା, ଯେଉଁଟାକି ଗୁରୁଦେବ ରହିଛନ୍ତି। ଆମେ ଯାହା ଆକଳନ କରୁଛୁ, ଗୁରୁଦେବ କହିବେ କି ଏଇଠି ମୁଁ ଅଛି ବୋଲି, କେଉଁ ଶରୀର ଭିତରେ ଅଛନ୍ତି କହିପାରିବେ କି? ସିଏ ତ ନିଜକୁ ଅନୁଭବ କରୁଥିବେ ମୁଁ ଏଇଟା, କିନ୍ତୁ କେଉଁ କୋଷ ଭିତରେ ଅଛନ୍ତି କହିବା କେବେ ପଚାରିନି। ତାପରେ ରହିଲା କ'ଣ? ଏ କୋଷ ପରେ ରହୁଛି ନିନ୍ୟଷ୍ଟ୍ରୀ। କୋଷ ନାଭି ମାନେ ଗୋଟେ ବର୍ଡର ଲାଇନ୍ ଭଳିଆ, ମାନେ ଇଏ ହେଉଛି ସ୍ଥୂଳ ତ ଜଣାପଡ଼ିବ ତୁମକୁ, ତାପରେ ଯେଉଁ ସ୍ଥିତି ରହିଲା ସେଇଟା ପୂର୍ଣ୍ଣ ବ୍ରହ୍ମାଣ୍ଡ ସହିତ ବି ସମ୍ପର୍କିତ ହେଇକି ରହିବ। କୋଷ ନାଭି ଗୋଟେ ବର୍ଡର ଲାଇନ୍, ତାପରେ ଡେଇଁଲା ପରେ ହେଉଛି ଶକ୍ତି କେନ୍ଦ୍ର। କୋଷ ନାଭି ପରେ ଶକ୍ତି କେନ୍ଦ୍ର, ଶକ୍ତି କେନ୍ଦ୍ର ପରେ ବ୍ରହ୍ମ କେନ୍ଦ୍ର, ବ୍ରହ୍ମ କେନ୍ଦ୍ର ପରେ ବିରାମ, ତାପରେ ବ୍ରହ୍ମ କେନ୍ଦ୍ର ପରେ ବ୍ରହ୍ମ। ଆଉ ସେ ବ୍ରହ୍ମଟା କିଏ? ଏ ବ୍ରହ୍ମଟା ହେଉଛି ମୁଁ, ଆଇ, ଯେଉଁ ଅହଂ ବ୍ରହ୍ମାସ୍ମି କହୁଛ ସେଇଟା ହେଉଛି ମୁଁ। ସେଇ ଯେଉଁ ବ୍ରହ୍ମଟା ତୁମେ, ସ୍ୱୟଂ ବ୍ରହ୍ମ ତୁମେ। ଏଇଟା ଯେମିତି କହୁଛ ମୁଁ ମଣିଷ, ଏଇ ମଣିଷ ଭିତରେ ସେଇ ଜିନିଷ ଅଛି, ମୋର ସତ୍ତା ସେଠି ଅଛି। ମୋର ସତ୍ତା ଶରୀର ନୁହେଁ, ମୋ ଶରୀର ତ ଆଜି ଅଛି କାଲି ପଳେଇବ। ତାଙ୍କର ବ୍ରହ୍ମ ପଳେଇଲା, ବ୍ରହ୍ମ ଗଲାନି, ସୂକ୍ଷ୍ମ ଶରୀର ରହିଲା, ସ୍ଥୂଳ ଶରୀର ରହିଲା, କାରଣ ଶରୀର ରହିଲା। କାରଣ ଶରୀର ବହୁତ ପାୱାରଫୁଲ। ଯେଉଁ କହିଲ କଳ୍ପନା ଯଦି ଆମେ କମ୍ପେୟାର କରିବା ସୂକ୍ଷ୍ମ ସହିତ, ସୂକ୍ଷ୍ମରେ କ'ଣ ତୁମେ ଅଜ୍ଞାତ ରହିଲ, ସୂକ୍ଷ୍ମରେ ବି ଅଜ୍ଞାତ ଭଟକିବ, ଏଠିକି ଯିବ ସେଠିକି ଯିବ, ଆମ କରିବ, ଯେମିତି ଲାଗିଯାଉଛନ୍ତି ଆସିକିରି ଲାଗିଗଲା। କିନ୍ତୁ କାରଣ ଶରୀରରେ ରହିଥିବା ଲୋକ ଯଦି ଏଇ ଜନ୍ମରେ ତୁମେ ସାଧନ କରିକି କାରଣ ଶରୀରକୁ ଦେଖି ନେଇଯିବ ବା କାରଣ ଶରୀର ସତ୍ତା ହେଇଯିବ, ତୁମେ ଈଶ୍ୱର ହେଇଗଲ। ମୁଁ ପର୍ଟିକୁଲାର ଗୁରୁଦେବଙ୍କ କଥା କାହିଁ କହୁଛି ନା, ଗୁରୁଦେବ ସ୍ୱୟଂ ଆସିପାରିଲେ ଏଠି ସେଇ କାରଣ ଶରୀରରେ ଥିବାରୁ, କାରଣ ଶରୀର ନଥିଲା ଆସିପାରିନଥାନ୍ତେ। ଆସିଲେ ବହୁତ କଥା କହିପାରିଲେ। ତାଙ୍କର କେତେ ସଚେତନ ଅଛି ଦେଖନ୍ତୁ, କେଉଁଠି ଥିଲେ, କ'ଣ କରୁଥିଲେ, ମୁନି ସମାଜ କେଉଁଠି କ'ଣ ଥିଲା, କିଏ କ'ଣ କରିଛନ୍ତି, ସବୁ ତାଙ୍କ ପାଖରେ ଅଛି। ତାଙ୍କ ଘର ଲୋକ କେମିତି ହଇରାଣ କରୁଥିଲେ, ମୋତେ ଯେଉଁ ହିଷ୍ଟ୍ରି ଦେଲେ, ଆମେ କେତେ ଜଣ ପ୍ରଥମେ ଷ୍ଟାର୍ଟ କରିଥିଲୁ, 8 ଜଣଙ୍କୁ ନେଇ ମୁନି ସେ ଗୋଟେ ପାଲ ପକେଇକିରି ସେ ଘର ଭଡ଼ାରେ ଆରମ୍ଭ କରିଥିଲେ। ସେ ଗୋରଖପୁରରେ ଜଣଙ୍କ ଉପରେ ଜଣେ ହାତ ରଖିଲେ, ତାପରେ ଆଉ ଜଣେ ହାତ ରଖିଲେ, ତାପରେ ଆଉ ଜଣେ ହାତ ରଖିଲେ। ଏଗୁଡ଼ା ମୁଁ କେମିତି ଜାଣିଲି? ସେ ମୋତେ କହିଲେ। ଏ ଷ୍ଟାର୍ଟିଂ ପଏଣ୍ଟ 8 ଜଣ ମୁନିକି ନେଇ ଷ୍ଟାର୍ଟ କରିଥିଲେ ଗୋରଖପୁରରେ। ମୁଁ ବି ସେମିତି ଆମ ଘରେ ଯେତେବେଳେ ଆରମ୍ଭ କଲି ଏଇ ଯେଉଁ ବ୍ରାଞ୍ଚଟା, ବା 8 ଜଣ ମୁନିକି ନେଇକରି ଆରମ୍ଭ କରିଥିଲେ। ଏ କେତେ କମ୍ପାରିଜନ୍ ଦେଖ ଠିକ୍ ମିଳୁଛି। ତେଣୁ କାରଣ ଶରୀରରେ ରହିଥିବା ବ୍ୟକ୍ତି ତାଙ୍କୁ ସାଧାରଣ ବ୍ୟକ୍ତି କହିପାରିବନି। ସେ ସବଳ ବ୍ରହ୍ମ, ପରାବ୍ରହ୍ମ, ଅପରାବ୍ରହ୍ମ, ପରାବ୍ରହ୍ମ, ଅପରାବ୍ରହ୍ମ, ସବଳ ବ୍ରହ୍ମ। ତେଣୁ ସୂକ୍ଷ୍ମ ଶରୀର ସାଧାରଣ, ସୂକ୍ଷ୍ମ ଶରୀର ସମସ୍ତେ ତ ରହିବେ, ଯିଏ ମରିଗଲା ପରେ ସୂକ୍ଷ୍ମ ଶରୀର ରହିବ। କିନ୍ତୁ କାରଣ ଶରୀରରୁ କିଏ ଯିବ? ଯିଏ ସାଧନ କରୁଛି ହୁଏତ ଯାଇପାରେ। ଶିବମୁନିଙ୍କ ଭଳି। ମୁଁ କହିଲି ଥରେ ମୋ ଦେହ ଖରାପ ହେଇଥିଲା, ମୁଁ ଗଦକ ଯାଇଥିଲି, କର୍ଣ୍ଣାଟକ, ଜାଣିଲି।
ସିଏ ଗୁରୁଦେବଙ୍କୁ ପଚାରିଲେ, ମୁଁ କହିଲି ମୁଁ କର୍ଣ୍ଣାଟକ ଯାଇଥିଲି ନା, ହଁ ତୁମେ କର୍ଣ୍ଣାଟକ ଯାଇଥିଲ ମୁଁ ଦେଖିଛି। ଦେଖନ୍ତୁ ଏତେ ମାର୍କ କରି ରଖିଥିଲେ ସେ। ତେଣୁ ଇଏ ବହୁତ ଇଣ୍ଟରେଷ୍ଟିଂ ଚାପ୍ଟର, ବୁଝିଲେ। ଆଜି ତ ସମୟ ହେଇଗଲାଣି, ପ୍ରାୟ 1:15 ହେଲାଣି। ତେଣୁ ଆଉ 15 ମିନିଟ୍ ଆମେ ରଖିବା, ତାର ଡିସିସନ୍ ନେବା ଆଲୋଚନାରେ। ଆଜି ଏଇଠି ଆକୁ ସମାପ୍ତ ଆମେ କରୁନା, ପୁଣି କେତେବେଳେ ଆଲୋଚନା କରିବା। କୁହନ୍ତୁ, କିଏ କହିବେ ଯଦି ଅଳ୍ପ ଖୁବ୍ କମ୍ ସମୟ ଭିତରେ କୁହନ୍ତୁ, ମିନିଟେ 2 ମିନିଟ୍ ଭିତରେ। ହଁ କୁହ। ବହୁତ ଭଲ ଜିନିଷ। ଯେତେ ନୂଆ ନୂଆ ସତ୍ସଙ୍ଗ ହେଉଛି, ଯେତେ ଯେତେ ଯାହା ହଉଛି, କେତେ ଜିନିଷ ଲୁଚି ରହିଛି ସେଥିରେ ଜାଣିବାକୁ ମିଳୁଛି। ଯେ ଆମର ଅଜ୍ଞାନତାରେ କେତେ ଜିନିଷ ଆମେ ଜାଣିପାରୁନୁ ବା ଭୁଲି ଯାଇଛୁ। ଯୋଉ କଥା ଆପଣ କହିଲେ, ବିଫୋର ମୁନି ସମାଜ ପୂର୍ବରୁ ମଧ୍ୟ କେତେ ରିସର୍ଚ୍ଚ ହେଇଛି, କେତେ କେତେ ଡକ୍ଟର, କେତେ କେତେ ବୈଜ୍ଞାନିକ, କେତେ କେତେ ଏକ୍ସୋଲୋଜି, କେତେ କେତେ ପଶୁ ପକ୍ଷୀ, ଏମିତି କେତେ ତା ପୂର୍ବରୁ କେତେ ଜିନିଷ ଇଏ ହେଇଛି। ତାପରେ ମୁନି ସମାଜରେ ପଶିଲା ପରେ ମଧ୍ୟ କେତେ ଜିନିଷ ଆସିଲା। ତା ପୂର୍ବରୁ ମଧ୍ୟ ବହୁତ ଜିନିଷ ଜାଣି ହେଇଛି। ଏବେ ମଧ୍ୟ ବହୁତ, ଯେପରିକି ଭିକାରୀ ଠାରୁ ବହୁତ ବିଦ୍ୱାନ, ଆଉ ବହୁତ ଯେକୌଣସି ମଧ୍ୟମ ଶ୍ରେଣୀର ଯେଭଳି ଲୋକ, ସେମାନଙ୍କୁ ଖାଲି ବୁଝିବା ମାନେ କେତେ ଜିଜ୍ଞାସା କେତେ ଭିତରେ ନ ହେଇଥିବ। ଆଉ ସେଇ ଜ୍ଞାନ ଯେ ଆଜି କେତେ ପୁଷ୍ପିତ ହଉଛି ଅନୁଭବ କରିହଉଛି। ଯେତେ ଯେତେ ନୂଆ ନୂଆ ସତ୍ସଙ୍ଗ, ଯେତେ ଯେତେ ନୂଆ ନୂଆ ଇଏ ହଉଛି, ତା ଭିତରେ କେତେ କଣ ରହସ୍ୟ ଗୁପ୍ତ ଗୁପ୍ତ ଲୁଚି ରହିଛି, ଯେ ଅମୂଲ୍ୟ ଅମୂଲ୍ୟ, ଅପୂର୍ବ ଅପୂର୍ବ, ନୂଆ ନୂଆ ଲାଗୁଛି। ଏତେ ଆନନ୍ଦ, ଏତେ ଖୁସି ଯେ ଜୀବନରେ କେବେ ଯେ ବୁଝି ହଉନଥିଲା କି ବିଶ୍ୱସ୍ତ ହଉନଥିଲା ଏସବୁ ଜିନିଷ ଅଛି। ଯେ ଜୀବନରେ ଆମେ ଯୋଉ ଏଭଳି ଗୁରୁ, ଏଭଳି ସତ୍ସଙ୍ଗ ପାଇ ଏ ଜୀବନ ଧନ୍ୟ ହେଇଯାଇଛି। ଆଉ ଏ ଯୋଉ ବୈରାଗ୍ୟ, ଯୋଉ ସ୍ଥୂଳ ଶରୀର, ସୂକ୍ଷ୍ମ ଶରୀର, ଯୋଉ କାରଣ ଶରୀର, ତାପରେ ଯୋଉ ଅଛି ନିର୍ଣ୍ଣେଷ୍ଟ୍ରୀ, ଏ ଯୋଉ କେତେ କେତେ ତା ଭିତରେ ଜିନିଷ ଅଛି। ନିର୍ଣ୍ଣେଷ୍ଟ୍ରୀ ଭିତରେ କୋଷ, ନାଭି, ଶକ୍ତି କେନ୍ଦ୍ର, କେତେ କେତେ ମହାନ ମହାନ ଜିନିଷ ଭିତରେ ଅଛି। କଣ ନାହିଁ ଏ ଯୁଗରେ, ଏତେ ସୁନ୍ଦର ଲାଗୁଛି। ତାକୁ ତ କହିବାକୁ ଆମ ପାଖରେ ସେଭଳିଆ ଭାଷା ଆଉ ଜ୍ଞାନ ବି ନାହିଁ। ଯେହେତୁ ତ ନିଜକୁ ଧନ୍ୟ ମନେ ହଉଛି, ଆଉ ବୁଝି ହଉଛି, ଜାଣି ହଉଛି, ଆଉ ଯୋଗ ପାଇଁ ଅଗ୍ରସର କରିବା ପାଇଁ ଇଚ୍ଛା ହଉଛି। ଉପରେ ଯାହା ଅଛି, ଯେତିକି ହେଇପାରିବ ଏ ଜୀବନରେ ଗୁରୁଙ୍କ ପଦ ଅନୁସରଣ ନେଇ ଯୋଗ ମାର୍ଗରେ ଅଗ୍ରଗତି କରିବା ପାଇଁ। ମୁଁ ଏତିକି କହୁଛି, ଆପଣଙ୍କୁ ପ୍ରଣାମ ଜଣାଇ ଏଠି ମୁଁ ମୋ ବକ୍ତବ୍ୟକୁ ଶେଷ କରୁଛି। ଜୟ ଜୟ। ଧନ୍ୟବାଦ, ଖୁବ୍ ସୁନ୍ଦର ମତାମତ ରଖିଲେ। ଆଉ ତୁମର ମତାମତରୁ ଯେତିକି ଆମେ ଅନୁଭବ କଲୁ, ତୁମର ଜିଜ୍ଞାସା ଶକ୍ତି ଅଧିକ ଅଛି, ଆଉ ଭବିଷ୍ୟତରେ ମଧ୍ୟ ବହୁତ କିଛି ଜାଣିପାରିବ। ଜିଜ୍ଞାସା ରହିଲେ ଜାଣିପାରିବ। ଆଉ ନେକ୍ସଟ କିଏ କୁହନ୍ତୁ? ହଁ କୁହନ୍ତୁ, ଗୋକୁଳାନନ୍ଦ ମୁନି କୁହନ୍ତୁ। ଆଜ୍ଞା, ଯାଉ ଆପଣ ମୋ ଜିଜ୍ଞାସା ଅନୁସାରେ ଯୋଉ ପ୍ରଶ୍ନର ଉତ୍ତର ଆପଣ ଦେଇଛନ୍ତି, ବହୁ ଅନୁଭୂତିରୁ ଆଣି, ବହୁ ଦର୍ଶନ ତତ୍ତ୍ୱ ଆଣି, ଭିକାରୀଠୁ ରଙ୍କ ପର୍ଯ୍ୟନ୍ତ ଯେତେ ଗୁଡ଼ିଏ ଉଦାହରଣ ଦେଇଛନ୍ତି, ତାହା ବହୁତ ହୃଦୟସ୍ପର୍ଶୀ ହେଇଛି। ଆଉ ସମ୍ପୂର୍ଣ୍ଣ ମାତ୍ରାରେ ମୁଁ ବୁଝିପାରିଛି। ଯୋଉ ପ୍ରଶ୍ନ କରିଥିଲି, କାରଣ ଶରୀର ଆଉ ସୂକ୍ଷ୍ମ ଶରୀର ଆଉ ସ୍ଥୂଳ ଶରୀର, ତା ବିଷୟରେ ଆଲୋଚନା କଲେ, ତାପରେ ଆହୁରି ଯେ କେତେ ରହିଛି ତା ଭିତରେ, କେତେ କୋଷ ରହିଛି, ସେ ବିଷୟରେ ବି ମଧ୍ୟ ଆପଣଙ୍କୁ ସ୍ୱପ୍ନ ଭଳିଆ ଲାଗୁଥିଲେ ସୁଦ୍ଧା ଅନେକ ଥର ଆଲୋଚନା ହେଇଛି। ଏବେ ବି ଆଲୋଚନା ହେଲା। ଆଉ ଆଉ ମୁଁ ଯୋଉ ପ୍ରଶ୍ନ କରିଥିଲି, ପକ୍ଷୀରୁ କେମିତି ମାନବ ଯୋନିରେ ଜନ୍ମ ନେବ, ତାହା ସମ୍ପୂର୍ଣ୍ଣ ଭାବରେ ବୁଝେଇଲେ। ମୁଁ ଗୋଟେ ଅନୁଭୂତିରୁ ଯେ କହୁଛି, କିଛି ଅଳ୍ପ ସମୟ ଦେଇଥିବାରୁ ମୁଁ ଗୋଟେ ଅନୁଭୂତିରୁ କହୁଛି। ଏବେ ଗୋଟିଏ ଆମେ ସେ ଗରୁଡ ପକ୍ଷୀକି ଧରିଥିଲୁ। ସେ ଗରୁଡ ପକ୍ଷୀ ଯୋଉଟା ବିଷ୍ଣୁ ବାହନ ବୋଲି କୁହାଯାଉଛି, ତାକୁ ନେଟ୍ ମାରି ଦେଖିଲୁ ଯେ ଏଇଟା ଗରୁଡ ପକ୍ଷୀଟା ହଉଛି ବିଷ୍ଣୁଙ୍କର ବାହନ। ସିଏ ମଣିଷ ଭଳି କାକରା ଫୁଟଉଛି, କଥା କହୁଛି, ଆଉ ମଣିଷ ଭଳିଆ ମଣିଷର ଶବ୍ଦକୁ ବା ମଣିଷର ମେମୋରି କି ସେ କ୍ୟାଚ୍ କରୁଛି। ଆପଣ ତ ଯେମିତି ଚଢ଼େଇ କଥା କହିଲେ, ତାନ୍ତ୍ରିକ କଥା କହିଲେ,
ଗୋଟେ ତାନ୍ତ୍ରିକ ଠାରୁ ଗୋଟେ ଟେମିରି ଚଢେଇର ସୋଲଟା ବହୁତ ମୂଲ୍ୟବାନ, ଆଉ ତାହା ନେଇକି ତା ଶରୀରଟାକୁ କ୍ରାସ୍ କରିଦେଇକି ତାର ଯୋଉ ସୋଲଟା ଅଛି ସେ ସୋଲଟା ଦ୍ୱାରା ସେ ଅନେକ କିଛି କାର୍ଯ୍ୟ କରିପାରେ ବୋଲି ତାହା ସମ୍ପୂର୍ଣ୍ଣ ମାତ୍ରାରେ ଠିକ। ଏବଂ ଆପଣଙ୍କର ଅନୁଭୂତି ବହୁତ ଦିଗନ୍ତ ପ୍ରସାରୀ ହେଇଛି। ଆଉ ମୋ ପ୍ରଶ୍ନ ବି ଏତେ ଏତେ ସମସ୍ୟାର ସମାଧାନ କରିଦେଇଛି ବୋଲି ମୁଁ ବଡ଼ ଆଶ୍ଚର୍ଯ୍ୟ ମନେ କରୁଛି ଏବଂ ନିଜକୁ ଧନ୍ୟ ମନେ କରୁଛି। ମୁଁ ଗୁରୁଙ୍କ ସାମ୍ନାରେ ଯୋଉ ପ୍ରଶ୍ନ କରିଥିଲି ତାହାର ଯଥାର୍ଥ ଉତ୍ତର ମୋତେ ମିଳିଛି। ଇଏ କେବଳ ହିଁ ସଦଗୁରୁ ଏ ଉତ୍ତର ଦେଇପାରିବେ, ନହେଲେ ଅନ୍ୟ କିଏ ବୁଲାଣିଆ କଥା କହିକି ମନକୁ ଭୁଲେଇ ଦେଇକିରି ସାନ୍ତ୍ୱନା ଦେଇଦେବେ, କିନ୍ତୁ ଯଥାର୍ଥ ଭିତରକୁ ପଶିକି ଆପଣ ଏଇ ମୂଲ୍ୟବାନ ପ୍ରଶ୍ନର ଉତ୍ତର ରଖିଥିବାରୁ ମୁଁ ନିଜକୁ ଧନ୍ୟବାଦ କରୁଛି। ଏବଂ ତେଣୁ ସଦ୍ଗୁରୁଙ୍କୁ ଅନନ୍ତ କୋଟି ପ୍ରଣାମ କରି ତଥା ଗୁରୁମାଙ୍କୁ ସହସ୍ର କୋଟି ଦଣ୍ଡବତ ଜଣାଇ ମୁଁ ମୋର ବକ୍ତବ୍ୟକୁ ସମାପ୍ତ କରୁଛି। ଜୟ ଜୀ ବାବା, ଗୁରୁମା ପ୍ରଣାମ। ଆଉ ମୁନିମତି ଭାଇମାନଙ୍କୁ ମୋର ଅନନ୍ତ କୋଟି ଦଣ୍ଡବତ କରିକି ମୁଁ ରହୁଛି। ଧନ୍ୟବାଦ। ସୁନ୍ଦର ଉପସ୍ଥାପନ କଲେ ଖୁବ୍ କମ୍ ସମୟ ଭିତରେ ଆମକୁ ଯେଉଁଟାକି ପ୍ରୋସେସିଂ କରିବାକୁ ସୁବିଧା ହେବ। ଆଉ ମୁଖ୍ୟତଃ ଯେଉଁ ପ୍ରଶ୍ନ ରଖିଥିଲେ ପ୍ରଶ୍ନକର୍ତ୍ତା ହିସାବରେ ତାଙ୍କର ଉତ୍ତର ପାଇଛନ୍ତି, ଅନୁଭବ କରିଛନ୍ତି ଏବଂ ଆଶା ସୃଷ୍ଟି କରିଛନ୍ତି ପୁଣି ଜିଜ୍ଞାସା ପୁଣି ପୁନର୍ବାର ଜିଜ୍ଞାସା ସହିତ ଏଠି ରହିବେ ବା ରହି ଆସୁଥିବେ। ସେଥିପାଇଁ ଧନ୍ୟବାଦ। ନେକ୍ସଟ କିଏ କହୁଥିଲେ? ତାଙ୍କ ସହିତ କିଏ ଆଉ ଜଣେ ସ୍ୱର ଉତ୍ତୋଳନ କରିଥିଲେ ମୁଁ ଜାଣି। ହଁ 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 କୁହନ୍ତୁ। ଆମେ ମୃତ୍ୟୁ ପରେ କୋଉଠି ଯିବୁ ସେ ବିଷୟରେ ଯେତେ ଶୁଣିଲେ ଶୁଣିବାକୁ ଇଚ୍ଛା ଲାଗୁଛି। ଆଉ ମୋର ମନେ ପଡୁଛି 1980 ପାଖାପାଖି ଗୋଟେ ବର୍ଷ ହଠାତ୍ ରିଜଲ୍ଟ ବାହାରି ପଡିଥିଲା। ସରକାର ନିୟମ କଲେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କିଏ ଫେଲ ନାହିଁ, ତାପରେ ସମସ୍ତଙ୍କୁ ପାସ୍ କରାହେଲା। ସେମିତି ଆମର ମଣିଷ ଛାଡ଼ିଦେଲେ ଆଉ ଯୋଉ ଇତର ପ୍ରାଣୀ ଯେତେ ଅଛନ୍ତି ତାଙ୍କର ସବୁ ତାଙ୍କର କର୍ମର କିଛି ନାହିଁ, ପାପ ପୁଣ୍ୟ କିଛି ନାହିଁ। ସେମାନଙ୍କର ପ୍ରକୃତି ହାତରେ ତାଙ୍କେ ସମସ୍ତେ ପାସ୍, 4 ସବୁ ପାସ୍। ତାଙ୍କେ ଗୋଟେ ଭିତରୁ ଗୋଟେ ଉପରକୁ ଯିବେ। ତେଣୁ ଯୋଉ 84 ଲକ୍ଷ ଯୋଉ ମଣିଷ ଯୋଉ ପାଇଛି ଯୋଉ କହୁଛନ୍ତି ସେମାନେ ସବୁ ପାସ୍ ହେଇ ହୁଏତ ମଣିଷ ଜନ୍ମ କିଏ ଆସିଥିବ କରିବ, ସେମାନେ ସବୁ ପାସ୍। ତଥାପି ଆମେ ଯୋଉ ଯିବୁ ଆମର କର୍ମ ଅନୁସାରେ ଆମକୁ ସବୁ ଯୋଉ ମିଳିବ। ମୋର ଆଉ ଗୋଟେ ପ୍ରଶ୍ନ ଥିଲା, ଏ ଯୋଉ ଆମେ ଗୋଟେ ପ୍ରୋଗ୍ରାମ କଲେ କ୍ଷୀରିଟା ଟିକେ ନିଅଣ୍ଟା ହେଲା, ତରକାରୀ ଟିକେ ବେଶୀ ହେଲା, ଯୋଉ ଜିନିଷ କହୁଛନ୍ତି ଆମେ ଯୋଉ ପିଣ୍ଡ ପାଣି ଯୋଉ କରୁଛୁ ସେଟା ସେମାନେ ଯୋଉ ଆସିଥିବେ ସମସ୍ତଙ୍କୁ ଅଣ୍ଟୁଛି ନା ଉଣା ଅଧିକ ସେଥିରେ ଅଛି ନା ଯେତିକି ହେଲେ ମଧ୍ୟ ଶୁଭ ହବ? ନାଇଁ ନାଇଁ, ସେ ଯାହା ଦେଲେ ସେମାନେ ଗୋଟେ ବାସ୍ନା ଭୋଗୀ। ସେମାନେ ଯେଉଁ ପିଣ୍ଡ ଅର୍ଥ କ'ଣ କି? ପିଣ୍ଡ ଦାନ ମାନେ ଯେଉଁ ଚାଉଳରେ ତୁମେ ପିଣ୍ଡଟା ତିଆରି କରୁଛ। ପିଣ୍ଡ ଅର୍ଥ ଶରୀର, ବୁଝିଲେ? ଏ ଯେଉଁ ପିଣ୍ଡ ଦାନ ଶରୀର ତିଆରି କରୁଛ, ଯେଉଁ ଓଲଟେଇକିରି ଚାଉଳ ଥଉଛ ଗୋଳେଇକିରି, ସେଇଟା ପିଣ୍ଡ ହେଲା, ପିଣ୍ଡ ଦିଆଗଲା, ବୁଝିଲେ? ପିଣ୍ଡ ତିଆରି ହେଲା। ହଁ, ସେଇଟାକୁ ଭୋଗ ଲଗା ହଉନି। ତା ଦେହରେ ଯେଉଁ ଦଉଛ, ହଁ ଯେଉଁ ଦଉଛ ସେ ଯେଉଁ ଇଏଗୁଡ଼ା ଖସା, ଏଇଟା ଖାଦ୍ୟ ସ୍ୱରୂପ ଦିଆଗଲା, ମୁଖ ବାସ ଦିଆଗଲା। ହଁ, ସିଏ ଆସି ଖାଇଯିବେ, ତମେ ଚିକେନ ବିରିୟାନୀ କରିବ ଦେଇଥାନ୍ତ, ସେଇଟା ନୁହେଁ। ସେଥିପାଇଁ ସିଏ ଆସୁନାହାନ୍ତି। ସିଏ ସେଇ ବାସ୍ନା ବା ତାର ଯେଉଁ ଜବଧାନ ଯେଉଁ ଦିଆହେଉଛି ସେଇଥିରେ ସେ ଶାନ୍ତ ଅନୁଭବ କରିବେ। କାରଣ ସେଇ ଯେଉଁ ଶରୀର ଅଛି ସେଇ ଶରୀର ପାଇଁ ସେଇ ଖାଦ୍ୟ ପ୍ରଯୁଜ୍ୟ, ବୁଝିଲେ? ସେଥିପାଇଁ ତାଙ୍କୁ ଆମର ଯେମିତି ଉତ୍କଣ୍ଠା ରହୁଛି ସେମାନଙ୍କୁ ଦେଖିବାକୁ, ସେମାନଙ୍କର ସେମିତି ଉତ୍କଣ୍ଠା ରହୁଥିବ ନା ତାଙ୍କର କିଛି ନାହିଁ? ହଁ, ଉତ୍କଣ୍ଠା କେମିତି ରହିବନି? ସେମାନେ ଆସିବେ ଯେ ଉତ୍କଣ୍ଠା ଥିବ। ମୋ ପରିବାର ଥିଲା, ଆଉ ଉତ୍କଣ୍ଠା ରହିବନି କେମିତି? ରହିବ। ଆମ ବୋଉ, ଆମେ ତ ଦେଖିପାରୁନୁ, ସେମାନେ ଆମକୁ ଦେଖିପାରୁଛନ୍ତି। ହଁ, ସିଏ ତମକୁ ଦେଖିବେ ନା, ନହେଲେ ଆସୁଛନ୍ତି କେମିତି ସେଠିକି? ସେ ଆସିବେ କେମିତି? ତୁମେ ବଡ଼ ଡାକିକି ତୁମେ ନିମନ୍ତ୍ରଣକୁ ବଡ଼ ବଡ଼ିଆ ନିମନ୍ତ୍ରଣିଆ କହୁନ? ବଡ଼ ବଡ଼ିଆ ଆମେ 4 ଭାଇ ହେଇଥିବୁ,
ଚାରି ଭାଇ ହେଲେ ଚାରି ଘରେ ଶ୍ରାଦ୍ଧ ହଉଥିବ, ଆଉ ନହେଲେ କାହାର ଆଗ ପଛ କରି ମଧ୍ୟ କୋଉଠି କୋଉଠି କରିଦଉଛନ୍ତି, ହେଲେ ସେମାନେ ସବୁ ଘରୁ ଯିବେ ନା? ସେଇଟା ତାଙ୍କ ଉପରେ ନିର୍ଭର। ଯେଉଁଦିନ ଯେଉଁ ତିଥିରେ ଯେ ଡାକିଥିବେ ସେଇଠିକି ଯିବେ। ସେଇଠି ଜন্য କରିଥିବ, ଯଦି ଅବେଳାରେ କରିବ ସେ ଯିବେନି। ସେଇ ତିଥିରେ କଲେ ସେ ଆସିବେ। ଯାହାକି ଗୋଟେ ଘରକୁ ଯିବେ। ଆଚ୍ଛା ହଁ, ଗୋଟେ ଘର ମାନେ ସେଇ ତିଥିରେ ଯଦି କରିଥିବେ ସେଇଦିନ ପ୍ରଥମେ ଯିଏ କଲା ସେ ସେଇଠିକି ଯିବେ, ପ୍ରଥମେ ଯିବେ। ଆଉ ଯାଇପାରନ୍ତି ଅପସନ୍, ଯେମିତି ମୋ ପେଟ ପୁରିଲା ଏଠି ଖାଇଲେ ସେଠି ବି ଯାଇ ଖାଇପାରୁଛନ୍ତି ନା ନାଇଁ ଲୋକ। ସେ ବି ଯାଇପାରିବେ, ବୁଲି ପାରିବେ, ନ ଖାଇଲେ ବି ଯାଇ ବୁଲି ଆସିବେ, କିଛି ନାହିଁ ଅସୁବିଧା। ତୁମେ ଏକ୍ଜାକ୍ଟ ତୁମେ ଯାହା ବର୍ତ୍ତମାନ ଅନୁଭବ କରୁଛ ସିଏ ବି ସେଇଆ ଅନୁଭବ କରିବେ, କିଛି ଫରକ ନାହିଁ। ଫରକ କିଛି ନାହିଁ। ସେ ବା ଜୀବନ୍ତ। କେବଳ ଗୋଟିଏ କୋଷ ନଷ୍ଟ ହେଇଛି, ସେଇଟା ହଉଛି ସ୍ଥୂଳ ଶରୀର, ଅନ୍ନମୟ କୋଷଟା। ଆମ ଘର ମଧ୍ୟ ଥିବେ, ଆମେ ଜାଣିପାରୁନଥିବା ନା? ନିଶ୍ଚୟ ତମ ଘରେ କାହିଁ ସେ ରହିବେ? ତୁମ ଘରେ ରହିବନି, ସେ ତାଙ୍କ ସ୍ଥାନରେ ଥିବେ, ତୁମେ ଡାକିଲେ ଆସିବେ। ହଁ, ତୁମେ ଏଇଠି ଭୁବନେଶ୍ୱରରେ ଆସି ଦଉନା, ସେ ପଳେଇ ଆସିବେ, ସେଠୁ ଏଠିକି ପଳେଇ ଆସିବେ। ଯୋଉଠି ଦିଅ, ନାଇଁ ନ ଡାକିଲେ କେମିତି ଆସିବେ? ତମେ ବଡ଼ ବଡ଼ିଆ ନିମନ୍ତ୍ରଣ କରୁଛ, କହୁନି କି ବଡ଼ ବଡ଼ିଆ ନିମନ୍ତ୍ରଣ। ତମେ ନିମନ୍ତ୍ରଣ କରୁଛ ତ ଗୁଆ ରଖିକି ନିମନ୍ତ୍ରଣ କଲା ପରେ ସେ ଆଉଛନ୍ତି, ତାଙ୍କ ନାଁ ଗୋତ୍ର ଧରି ଡାକୁଛ। ମନେକର ତୁମ ବାପାଙ୍କ ନାଁ ରାମ, ତାଙ୍କ ବାପାଙ୍କ ନାଁ ଶ୍ୟାମ, ତାଙ୍କ ବାପା ନାଁ ହରି, ଏ ତିନି ପୁରୁଷ ଡାକିଲା ପରେ ସେ ଆସୁଛନ୍ତି। ମାନେ ପିତାମହ ପ୍ରପିତାମହ, ପ୍ରପିତା ମାନେ ଜେଜର ବାପା, ପ୍ରପିତାମହ ଯୋଉ ଡାକୁଛ ସେ ଆସୁଛନ୍ତି, ଗୋତ୍ର ଅନୁସାରେ ଆସିବେ। କାହିଁକିନା ସେଇ ଗୋତ୍ରରେ ସେଇ ନାଁ ନଥିବ, ଆଉ ତାଙ୍କ ବାପା ଆଉ ଜଣେ ସେଇଭଳିଆ ନଥିବେ, ତେଣୁ ପୁରା ଫ୍ରିକ୍ୱେନ୍ସି ମିଶି ଯାଉଛି ତୁମର, ସେ ରେସିଓ ମିଶିଲା ପରେ ସେ ଆସୁଛନ୍ତି। ଆଉ ଧର ଗୋଟିଏ ଗୋତ୍ରରେ ଧର କାଶ୍ୟପ ଗୋତ୍ର ବା ଭରଦ୍ୱାଜ ଗୋତ୍ର, ଭରଦ୍ୱାଜର ଗୋତ୍ରରେ ତାଙ୍କ ନାଁ ଡାକିଲ, ତୁମ ବାପାଙ୍କ ନାଁ ଭରଦ୍ୱାଜ, ତାଙ୍କ ବାପା ନାଁ ଆଉ ଜଣେ କହ୍ନେଇ କି ରାମ, ଏ ତିନିଟାଙ୍କ କୋଉଠି ନଥିବ ପୃଥିବୀରେ। ବୁଝିପାରିଲେ କି ନାଇଁ ମୋ କଥା? ତୁମ ଗୋତ୍ରରେ ତୁମ ବାପା ନାଁ ଏବଂ ତାଙ୍କ ବାପା ନାଁ ସେଇଆ କୋଉଠି ନଥିବ। ଜେଜେଙ୍କ ନାଁ, ବାପାଙ୍କ ନାଁ, ଗୋତ୍ର ଗୋଟେ ସମାନ କୋଉଠି ନଥିବ, ତମର ଏକୁଟିଆ ସେଇଟା, ସେଇଥିପାଇଁ ସେ ଆସିପାରିବେ। ହେଲା, ଧନ୍ୟବାଦ। ବହୁତ କ୍ରିଟିକାଲ କୋଶ୍ଚିନ୍ ଆଣି ରଖିଥିଲେ, ତେଣୁ ଆଶା କରେ ତାଙ୍କ ଉତ୍ତର ପାଇଥିବେ। ତେଣୁ ହଁ, ପ୍ରଣାମ। ଆଉ କିଏ କହିବେ କୁହନ୍ତୁ? ତାହେଲେ ବୋଧେ ଆଉ କିଏ କହିବାକୁ ନାହାନ୍ତି। ଏଇଠି ପୁଣି ସୂଚନା ରଖୁଛି, କାଲିର ଯେଉଁ ସତ୍ସଙ୍ଗ ହେବ ଶକୁନ୍ତଳପୁରରେ, ସମସ୍ତଙ୍କୁ ମଧ୍ୟ ଆହ୍ୱାନ କରାହେଉଛି, ସେମାନେ ଯାଆନ୍ତୁ, ସେଠି ଉପସ୍ଥିତ ରୁହନ୍ତୁ, ଡାଇରେକ୍ଟ ଅଫଲାଇନ୍ ସତ୍ସଙ୍ଗ ଶୁଣନ୍ତୁ, ଆମ ଫ୍ରଣ୍ଟରେ ବସିକିରି ଶୁଣିବେ, ଆଉ ଅନଲାଇନ୍ ବି ଶୁଣିପାରିବେ। ସେଠି ଅନଲାଇନ୍ ହେଉଛି, ଅଫଲାଇନ୍ ହେଉଛି, ମାନେ ମୋବାଇଲ ରଖିକିରି ବି ଶୁଣୁଛନ୍ତି, ବୁଝିଲେ? ଆମ ଆଗରେ ବସୁଛନ୍ତି, ମୋବାଇଲ ବାହାରେ ଯିଏ ଗଲେ ସିଏ ବି ଶୁଣୁଛନ୍ତି ସେଠି, ଆଉ ଫ୍ରଣ୍ଟରେ ବି ଶୁଣୁଛନ୍ତି। ଭଲ ଲାଗିବ, ଯାଆନ୍ତୁ, ଥରେ ଦୁଇଥର କିଏ ଯାଆନ୍ତୁ, ଠିକ୍ ଲାଗିବ। କାଲିର ସତ୍ସଙ୍ଗ ଆମେ ଅପେକ୍ଷା କରିବା କାଲି ପାଇଁ। କାଲିର ବେଲପଣା ଅଛି, ସେଠି ପ୍ରସାଦ ଅଛି, ତେଣୁ ଆଜିର ଏଇ ସତ୍ସଙ୍ଗକୁ ଏଠି ସାଙ୍ଗ କରିବା। ସମସ୍ତେ ଉତ୍ସାହ ସହିତ ପ୍ରଶ୍ନ ରଖିଥିବାରୁ ଆମ କଥାକୁ ଶାନ୍ତ ଚିତ୍ତରେ ସହାନୁଭୂତି ସହିତ ଆମ କଥାକୁ ଗ୍ରହଣ କରିଛନ୍ତି, ନୀରବତା ରକ୍ଷା କରିଛନ୍ତି। ସେଥିପାଇଁ ଆମେ ସମସ୍ତଙ୍କ ଉପରେ ଅନୁଗୃହୀତ। ଆଶା କରେ ଏଇଭଳି କାର୍ଯ୍ୟକ୍ରମରେ ସଦାବେଳେ ସାମିଲ ରୁହନ୍ତୁ। ହଉ, ଏଇଠି ରଖିବା।
ସମସ୍ତଙ୍କୁ ଜୟ ଜୟ। ଜୟ गुरुजी प्रणाम गुरुमा प्रणाम गुरुजी जय जय गुरुमा। जय जय गुरुमा प्रणाम। जय जय। गुरुजी गुरुमा प्रणाम। हाँ प्रणाम। बाबा जय जी जय जय प्रणाम। जय जय। गुरुदेव जय जी माँ जय जी। हाँ जय जय। गुरुजी गुरुमा प्रणाम। गुरुदेव